ଲେବୀୟ ପୁସ୍ତକ। ଲେବୀୟ ପୁସ୍ତକ 23 ଅଧ୍ୟାୟ କାଢିକି ଖୋଲିକି ମୋ ପଟେ ଦେଖନ୍ତୁ। ଆଜିର ବାକ୍ୟ ଆପଣମାନଙ୍କ ସମ୍ମୁଖରେ ଅଟେ। ସେପ୍ଟେମ୍ବର 23 ତାରିଖରେ ଆଗମନ ହେବ କି? ଆମେ ଜାଣୁଛୁ ଏତେ ତାରିଖ କହିଦେବା ମାତ୍ରକେ ଇତିହାସରେ ଗତ ଦିନ ମାନଙ୍କରେ ବହୁତ ଜଣ ତାରିଖ ଦେଇଥିଲେ, ତାହା ଫେଲ ହେଇଗଲା। ତେଣୁକରି ତାରିଖ ଦେଲେ ମଧ୍ୟ ବହୁତ ଜଣ ଏତେ କେୟାର କରନ୍ତି ନାହିଁ, କିନ୍ତୁ କେତେ ଜଣ ବହୁତ ଟିକେ ଡର ଲାଗିଗଲା ବହୁତ ଜଣଙ୍କୁ। ସେପ୍ଟେମ୍ବର 23 ତାରିଖ ତ 23 ତାରିଖ ବୋଲି କଣ ପାଇଁ କୁହା ହଉଛି ଆପଣଙ୍କୁ ଜଣାଇବି। ନମ୍ବର 1। ନମ୍ବର 2, ଏହି ବର୍ଷରେ କାହିଁକି ଏତିକି ଜୋର ଦିଆ ହଉଛି? ମାନେ ସବୁ ବର୍ଷ ସେପ୍ଟେମ୍ବର 23 ବୋଲିଲା ବେଳକୁ ଟିକେ ବ୍ୟସ୍ତ ବ୍ୟସ୍ତ ଟିକେ ହଉଥିବେ क्या ଖ୍ରୀଷ୍ଟିଆନ୍ସ ମାନେ। ଆଗେ ବି ଗତ ବର୍ଷ ବି ତା ଆଗ ବର୍ଷ ମଧ୍ୟ ଅଗଷ୍ଟ ମାସରୁ ଷ୍ଟାର୍ଟ ହୁଏ ସେପ୍ଟେମ୍ବର 23 ଉପରେ ଟିକେ ଚର୍ଚ୍ଚା ଷ୍ଟାର୍ଟ ହୁଏ। ପ୍ରଭୁଙ୍କର ଆଗମନ ରାପ୍ଚର ହେଇଯିବ ନା କଣ କହିଲା ପରି। ସେଇଟା ତ ବହୁତ ବର୍ଷରୁ ମୁଁ ଦେଖୁଥାଏ ନ୍ୟୁଜ ମାନଙ୍କରେ। କିନ୍ତୁ ଏଇ ବର୍ଷ ଟିକେ ଆହୁରି ଜୋର ଦିଆ ହଉଛି। ସେଟା କଣ ପାଇଁ ଦିଆ ହଉଛି? ନମ୍ବର 2 ଆଉ ନମ୍ବର 3, ଏଇ ବିଷୟକୁ ଆମେ ମାନେ କେତେ ଦୂର ଧରିବାର, ସତରେ ଆମେ ସିରିୟସଲି ନେବା କି ଆମେ ଜାଣିବା। ପ୍ରଥମ ବିଷୟ ଆପଣ ମାନେ ଜାଣିବା ବିଷୟ ଅଟେ କି ପୁରାତନ ନିୟମ ଇସ୍ରାଏଲି ମାନଙ୍କ ପାଇଁ, ଜିହୁଦୀ ମାନଙ୍କ ପାଇଁ ପରମେଶ୍ୱର 7ଟି ପର୍ବ ଦେଇଥିଲେ ପାଳିବାକୁ, ଉତ୍ସବ ପାଳିବାକୁ ଦେଇଥିଲେ। ଉତ୍ସବ, ପର୍ବ, ଫେଷ୍ଟିଭାଲ୍ସ, ଫିଷ୍ଟ କିମ୍ବା ଫେଷ୍ଟିଭାଲ୍ସ। ଆଉ ନୂତନ ନିୟମରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପ୍ରତ୍ୟେକ କାମ ଠିକ ଜିହୁଦୀ ମାନଙ୍କର ପର୍ବ ବେଳକୁ ହିଁ ସଫଳ ହେଇଥିଲା। ତାଙ୍କର ଭାବବାଣୀ ପ୍ରାୟ ବହୁତ ଥର କହେ, ପୁରାତନ ନିୟମ କେବଳ ଏକ ଇତିହାସ ନୁହେଁ, ପୁରାତନ ନିୟମ ନୂତନ ନିୟମର ଛାୟା ଅଟେ। ପ୍ରଥମେ କେତେ ବିଷୟ ପଢିବା, ଏ ପର୍ବ ଯାକ ପଢିବା। ଲେବୀୟ ପୁସ୍ତକ 23 ଅଧ୍ୟାୟ ଖୋଲିଲେ କି ଲେବୀୟ ପୁସ୍ତକ 23 ଅଧ୍ୟାୟର 2 ପଦ ପଢୁଛି। ତୁମେ ଇସ୍ରାଏଲ ସନ୍ତାନ ଗଣକୁ କୁହ, ତୁମ୍ଭେ ମାନେ ସଦା ପ୍ରଭୁଙ୍କର ଯେଉଁ ସକଳ ନିରୂପିତ ପର୍ବ ପବିତ୍ର ସଭା ବୋଲି ଘୋଷଣା କରିବ, ଆମ୍ଭର ସେହି ସକଳ ପର୍ବ ଏହି। ଇସ୍ରାଏଲି ମାନଙ୍କର ପ୍ରତ୍ୟେକ ପର୍ବରେ ସେମାନେ ପବିତ୍ର ସଭା ହେଇକି ଏକତ୍ର ହେବାର ଅଛି ପରମେଶ୍ୱରଙ୍କର ସମ୍ମୁଖରେ। ରାଇଟ। ଆଉ ଥରେ 4 ପଦରୁ ପଡୁଛି। ଲେବୀୟ ପୁସ୍ତକ, ବୁଝିଲେ ତ, ଲେଭିଟିକସ, ଲେବୀୟ ପୁସ୍ତକ 23 ଅଧ୍ୟାୟ 4 ପଦ ପଡୁଛି। ତୁମ୍ଭେ ମାନେ ନିରୂପିତ ସମୟରେ ସଦାପ୍ରଭୁଙ୍କ ସ୍ଥାପିତ ପର୍ବ ଅର୍ଥାତ୍ ପବିତ୍ର ସଭା ବୋଲି ଯାହା ଘୋଷଣା କରିବ, ତାହା ଏହି। ପ୍ରଥମେ ଆମେ ଗଣି ନେବା କଣ କଣ ସେଇ ପର୍ବ। 5 ପଦରେ ପଡୁଛି। ପ୍ରଥମ ପର୍ବ ହେଲା 5 ପଦରେ, ପ୍ରଥମ ମାସରେ ମାସର ଚତୁର୍ଦଶ ଦିନର ସନ୍ଧ୍ୟା ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିସ୍ତାର ପର୍ବ ହେବ। ନମ୍ବର 1 ହେଲା ନିସ୍ତାର ପର୍ବ। ଓକେ, ନେକ୍ସଟ। ପୁଣି ସେହି ମାସର 15 ଦିନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାଡ଼ି ଶୂନ୍ୟ ରୋଟିର ପର୍ବ ହେବ। 7 ଦିନ ଯାଏ ତୁମେ ମାନେ ତାଡ଼ି ଶୂନ୍ୟ ରୋଟି ଭୋଜନ କରିବ। ତାଡ଼ି ଶୂନ୍ୟ ରୋଟି, ଖମିର ଶୂନ୍ୟ ରୋଟିର ପର୍ବ ନମ୍ବର 2। ଓକେ, ରାଇଟ। 9 ପଦ।
ନଅ ପଦ, ନଅ ଦଶ ପଦ। ଆହୁରି ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମେ ଇସ୍ରାଏଲ ସନ୍ତାନ ଗଣକୁ କୁହ, ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦେବା, ସେହି ଦେଶରେ ପ୍ରବେଶ କରି ଯେତେବେଳେ ତୁମ୍ଭେମାନେ ଶସ୍ୟ କାଟିବ, ସେତେବେଳେ ତୁମ୍ଭମାନଙ୍କର ପ୍ରଥମ କଟା ଶସ୍ୟର ଏକ ବିଡ଼ା ଯାଜକ ନିକଟକୁ ଆଣିବ। ତହିଁରେ ତୁମ୍ଭମାନଙ୍କ ପକ୍ଷରେ ଗ୍ରାହ୍ୟ ହେବା ନିମନ୍ତେ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ବିଡ଼ା ଦଳାଇବ। ବିଶ୍ରାମ ବାରର ପରଦିନ ଯାଜକ ତାହା ଦଳାଇବ। ନମ୍ବର 3 ହେଲା କଣ? ପ୍ରଥମ ଫଳ ଅର୍ପଣର ପର୍ବ, ଫିଷ୍ଟ ଅଫ ଫର୍ଷ୍ଟ ଫ୍ରୁଟ, ନହେଲେ ପ୍ରଥମ କଟା ଶସ୍ୟର ପର୍ବ ବୋଲି କହନ୍ତୁ। ଯାହା ଆପଣ ମାନେ କି ପର୍ବ ବୋଲି କହନ୍ତି ସେଟା? ହାର୍ଭେଷ୍ଟ ଫେଷ୍ଟିଭାଲ। କିଏ କିଛି କହୁନାହାନ୍ତି? ଚର୍ଚ୍ଚରେ କରନ୍ତି ନାଇଁ କି? ଧନ୍ୟବାଦ ଶସ୍ୟ ଶସ୍ୟ ସ- ସାର୍। ଶସ୍ୟ କଣ? ନୂଆଖାଇ ପର୍ବ ତାର। ନୂଆଖାଇ କହନ୍ତି, ନୂଆଖାଇ ନୁହେଁ। ଶସ୍ୟ ଉତ୍ସର୍ଗ। ଶସ୍ୟ ଉତ୍ସର୍ଗ ପର୍ବ ନାଇଁ କି? ହାର୍ଭେଷ୍ଟ ଫେଷ୍ଟିଭାଲ। ଠିକ ଅଛି, ଏଟା ହେଲା ହାର୍ଭେଷ୍ଟ ଫେଷ୍ଟିଭାଲ, ଶସ୍ୟ ଉତ୍ସର୍ଗ ପର୍ବ କୁହନ୍ତୁ, ନହେଲେ ପ୍ରଥମ ଶସ୍ୟ କଟା ହେବାର ପର୍ବ। ସେଟା ୱାର୍ଡ ଏଠି ନାହିଁ ବୋଲି ମୁଁ ଇଏ ହଉଛି। ଓକେ, 3 ହେଲା। 3 ପରେ 15 ପଦ ପଢିବା। 4 ନମ୍ବର ପର୍ବ 15ରୁ। ଆହୁରି ସେହି ବିଶ୍ରାମ ବାରର ପରଦିନ ଠାରୁ ଯେଉଁ ଦିନ ଦଳନୀୟ ନୈବେଦ୍ୟ ରୂପ ବିଡ଼ା ଆଣିଲ, ସେହି ଦିନ ଠାରୁ ପୂର୍ଣ୍ଣ 7 ସପ୍ତାହ ଗଣନା କରିବ। 7 ସପ୍ତାହ ମାନେ କେତେ? 49 ଡେଜ। 7 ସପ୍ତାହ, 7 × 7 49। 16 ପଦ। ଏହି ରୂପେ ସପ୍ତମ ବିଶ୍ରାମ ବାରର ପରଦିନ ପର୍ଯ୍ୟନ୍ତ 50 ଦିନ ଗଣନା କରିବ। ଆଉ ତୁମେ ମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଶସ୍ୟ ନୈବେଦ୍ୟ ଉତ୍ସର୍ଗ କରିବ। ଓକେ, 50 ଦିନ, 50ତମ ଦିନ ପେଣ୍ଟିକଷ୍ଟ। 50। ଓକେ, 50ତମ ଦିନର ପର୍ବ ପେଣ୍ଟିକଷ୍ଟ ପର୍ବ ବୋଲି ଲେଖି ରଖନ୍ତୁ। ରାଇଟ। 4 କେତେ ହେଲା? ନିସ୍ତାର ପର୍ବ, ତାଡି ଶୂନ୍ୟ ରୋଟିର ପର୍ବ, ଶସ୍ୟ କାଟିବାର ପର୍ବ ଆଣ୍ଡ 50ତମ ଦିନର ପର୍ବ, ପେଣ୍ଟିକଷ୍ଟ ପର୍ବ। ନୂତନ 50କୁ ଗ୍ରୀକରେ ପେଣ୍ଟିକଷ୍ଟ ବୋଲି କହନ୍ତି। ରାଇଟ, 50 ଦିନର ପର୍ବ ଏଟା। ସେଇ ଦିନ 17 ପଦ ଟିକେ ପଢିଦେଲେ ଭଲ ଥିବ। ତୁମେ ମାନେ ଆପଣା ଆପଣା ନିବାସରୁ ଦଳନୀୟ ନୈବେଦ୍ୟାର୍ଥେ ଏକ ଐଫାର 2 ଦଶମାଂଶର 2 ରୋଟି ଆଣିବ। ତାହା ସରୁ ମଇଦାରେ ପ୍ରସ୍ତୁତ ହେବ ଓ ତାଡିରେ ରନ୍ଧନ କରାଯିବ। ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଥମ ଫଳ ହେବ। ଏଠି ପଏଣ୍ଟ ନୋଟ କରନ୍ତୁ, ତାଡି ଶୂନ୍ୟ ରୋଟିର ପର୍ବ ଗୋଟେ ଅଛି, और ଏଇଠି ଏଇ ରୋଟି ତାଡି ଯୁକ୍ତ ଥିବ। ତାଡି ମାନେ ଟିକେ ସେ ଖଟା କରିବାକୁ ପଡିବ ସେଥିରେ। ତାର ସ୍ପେଶାଲିଟି କଣ କହିବି, ରୁହନ୍ତୁ। 4 ନମ୍ବର ହେଇଗଲା। 5 ନମ୍ବରକୁ ଯିବା। 23 ପଦ, 5 ନମ୍ବର ପର୍ବ। ଆହୁରି ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନ ଗଣକୁ କହ, ସପ୍ତମ ମାସର ପ୍ରଥମ ଦିନରେ ତୁମ୍ଭମାନଙ୍କର ମହାବିଶ୍ରାମ ଅର୍ଥାତ୍ ତୁରୀ ଧ୍ୱନି ଦ୍ୱାରା ସ୍ମରଣାର୍ଥକ ପବିତ୍ର ସଭା ହେବ। ତୁରୀ ଧ୍ୱନିର ପର୍ବ ବୋଲି ଲେଖନ୍ତୁ, ଫିଷ୍ଟ ଅଫ ଟ୍ରମ୍ପେଟ୍ସ। ରାଇଟ, 5 ନମ୍ବର ପର୍ବ। 6 ନମ୍ବର ପର୍ବ 26 ପଦ ପଡୁଛି, 26ରୁ। ଲେବିୟ 23-26। ଆହୁରି ସଦାପ୍ରଭୁ ମୂଷାଙ୍କୁ କହିଲେ, ସେହି ସପ୍ତମ ମାସର 10ମ ଦିନ ଅବଶ୍ୟ ପ୍ରାୟଶ୍ଚିତ୍ତର ଦିନ ହେବ।
ସେହି ଦିନ ତୁମ୍ଭମାନଙ୍କର ପବିତ୍ର ସଭା ହେବ। ତୁମ୍ଭେମାନେ ଆପଣା ଆପଣା ପ୍ରାଣକୁ କ୍ଲେଶ ଦେବ। ପୁଣି ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବ। ଓକେ, ଏଟା ପ୍ରାୟଶ୍ଚିତ୍ତର ଦିନ ବୋଲି ଲେଖନ୍ତୁ। ପ୍ରାୟଶ୍ଚିତ୍ତ ଦିନର ପର୍ବ ଅର୍ ଡେ ଅଫ୍ ଆଟୋନମେଣ୍ଟ, ପ୍ରାୟଶ୍ଚିତ୍ତର ଦିନ ହେବ 6 ନମ୍ବର ପର୍ବ। ନେକ୍ସଟ ଆସୁଛି 7 ନମ୍ବର ପର୍ବ 33 ପଦରେ। ଲେବ୍ୟ 23-33, 23-33। ଆହୁରି ସଦାପ୍ରଭୁ ମୋଶେଙ୍କୁ କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନ ଗଣକୁ କହ, ଏହି ସପ୍ତମ ମାସର ପଞ୍ଚଦଶ ଦିନ ଠାରୁ 7 ଦିନ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପତ୍ରକୁଟିର ପର୍ବ ହେବ। ପ୍ରଥମ ଦିନରେ ପବିତ୍ର ସଭା ହେବ। ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ, ଏଟସେଟ୍ରା ଏଟସେଟ୍ରା ଏଟସେଟ୍ରା। କି ପର୍ବ? ପତ୍ରକୁଟିର ପର୍ବ। ରାଇଟ୍ ହେଲା। ଏବେ ମୋ ପଟେ ଦେଖନ୍ତୁ। ପୁରାତନ ନିୟମର ଇସ୍ରାଏଲି ମାନଙ୍କ ପାଇଁ, ଦେଖୁଛନ୍ତି ମୋ ପଟେ, ପୁରାତନ ନିୟମ ଇସ୍ରାଏଲି ମାନଙ୍କ ପାଇଁ ଯାହା ପର୍ବ ଥିଲା, ଉତ୍ସବ ପାଳିବାଟା ଥିଲା, ଖାଇବାଟା ଏନ୍ଜୟ କରିବାଟା ଥିଲା, ତାହା ନୂତନ ନିୟମର ପର୍ବ ଗୁଡ଼ିକ ନଥିଲା, ନୂତନ ନିୟମର ଆତ୍ମିକ ଅନୁଭୂତି ଥିଲା। ବୁଝିଲେ କି? 24 ଘଣ୍ଟା ପୁରାତନ ନିୟମରୁ ଉଠାଇକି ପ୍ରଭୁ ଜମି ଦେବି ବୋଲେ, ଏ ଦେଶକୁ ଆଶୀର୍ବାଦ କରିବେ, ଇଏ କରିବେ, ଏମିତି ଲିଟରାଲି ନେବାର ନାହିଁ। ସେମାନଙ୍କ ଜୀବନରେ, ଅବ୍ରାହମଙ୍କ ଜୀବନରେ, ଦାଉଦଙ୍କ ଜୀବନରେ ଯେଉଁ ଘଟଣା ସବୁ ଘଟିଛି, ଇସ୍ରାଏଲି ମାନଙ୍କର ଜୀବନରେ ଯାହା ସବୁ ଘଟଣା ଘଟିଛି, ଅଫକୋର୍ସ ତାହା ଇତିହାସ ହିଁ ଥିଲା, କିନ୍ତୁ ତାହା ଆମ୍ଭମାନଙ୍କ ପାଇଁ ଏକ ଆତ୍ମିକ ଶିକ୍ଷା ଅଟେ ବୋଲି ବହୁତ ଥର କହିଥିଲେ ଆପଣମାନଙ୍କୁ। ତାହା ସଂଗ୍ରହ କରିପାରିଲେ, ତାହା ବୁଝିପାରିଲେ, ତାହା ରେମା ବାକ୍ୟ ହେବ ବୋଲି କହିଲି। ସେମାନଙ୍କ ପ୍ରତି ଯାହା ଘଟିଲା ତାହା ଲୋଗୋସ୍, ତାହା ଯଦି ଆମେମାନେ ଆତ୍ମିକ ଅନୁଭୂତିରେ ଅନୁଭବ କରିବା ତାହେଲେ ତାହା ରେମ ହେବ ବୋଲି କହିଲି। କହୁଥିଲେ ନାଇଁ କି ଛାୟା, ପୁରାତନ ନିୟମ କେବଳ ଛାୟା ଥିଲା ନୂତନ ନିୟମର। ଧରନ୍ତୁ, ଥରେ ଗୋଟେ ଫଟୋ ଦେଖିଥିଲି ଫେସବୁକରେ। ଜଣେ ଲୋକ, ତାର ମୁଣ୍ଡରେ ବାଳ ନାହିଁ, ସେ କଣ କଲା, ସେ ବୁଢିଆଣୀ ସବୁ ଝାଟାଇବାର ଗୋଟେ ବାଡି ଥିବ ନାଇଁ କି, ବ୍ରଶ ଗୋଟେ ଥିବ, ଲମ୍ବା କାଠ ବାଡିକୁ ତା ଉପରେ ବ୍ରଶ ଲାଗିକି ଥିବ। ସେ କଣ କରଲା, ସେ ଦେଖୁଛି ଏଟା ଖରାପ ଅଛି, ତାର ଛାଇ ତଳେ ଦେଖା ଯାଉଛି। ସେ କଣ କଲା, ମଜାରେ ସେଇ ବ୍ରଶ କୁ ଧରିକି ତାର ସାଇଡରେ ଠିଆ କରଲା। ଆଉ ସେ ଯୋଉ ବୁଢିଆଣୀ ସବୁ କାଢିବାର ଯୋଉ ବ୍ରଶ ଅଛି, ତାର ମୁଣ୍ଡ ଉପରେ ଏମିତି ଏମିତି ଟିକେ ଦେଖା ଯାଉଛି। ଛାଇରେ କେମିତି ଦେଖା ଯାଉଛି ମାନେ ଗୋଟେ ବାଳ ଥିବା ମଣିଷ ପରି ଦେଖା ଯାଉଛି। ସତରେ ତାର ବାଳ ନାହିଁ ତାର ମୁଣ୍ଡରେ, ଆଉ ସେ ବ୍ରଶ ଧରିଛି। ଛାୟା ଦେଖିଲେ ଟିକେ ଅଲଗା ପ୍ରକାର ଗୋଟେ ହ୍ୟାଣ୍ଡସମ ମନୁଷ୍ୟର ହେୟାର ଷ୍ଟାଇଲ ପରି ଦେଖା ଯାଉଛି। ସେମିତି ଆଉ ଗୋଟେ ବ୍ରଶ ଏମିତି ଯୋଉଟା ପୁରା ଝୁଲୁଥାଏ, ସେଟା ଜଣେ ଧରିଲାରୁ ଛାଇରେ କଣ ଦେଖାଯାଉଛି, ଗୋଟେ ଝିଅ ଗୋଟେ ଜଣେ ଠିଆ ହେଇଛି କହିଲା ପରେ ଲାଗୁଛି, ବାଳ ଏମିତି ଛାଡିକି। ଛାୟା କୁछ और ଦେଖା रहा है। ସତରେ ଗୋଟେ ଝିଅ ଠିଆ ହେଇଛି ନା କଣ, ଦେଖିକି ବୋଲକୁ ସେ ଛାୟା, ସେ ଛାଇ କୋଉଠୁ ଆସିଛି ଦେଖିଲା ବେଳକୁ ମଣିଷ ଠିଆ ହେଇଛି ବ୍ରଶ ଧରିଲା। ମୁଁ ଭାବିଲି ଝିଅ ଗୋଟେ ଠିଆ ହେଇଛି ବୋଲି ଭାବିଲି, ବୋଲିଲା ପରେ ସେ ଜୋକ୍ ଥିବ, ଗୋଟେ ମଜା ଜୋକ୍ ର ମିମ୍ ସେଟା। ଛାୟା ଦେଖିକି କେବେ ଭ୍ରାନ୍ତରେ ପଡନ୍ତୁ ନାହିଁ। ପୁରାତନ ନିୟମର ପ୍ରତ୍ୟେକ ବିଷୟ ନୂତନ ନିୟମର ଛାୟା ଅଟେ। କଲୋସି ପତ୍ରିକା 2 ଅଧ୍ୟାୟ। କଲୋସି 2 ଅଧ୍ୟାୟ ପ୍ରେଜ୍ ଦ ଲର୍ଡ, ହାଲେଲୁୟା। 16-17, 2:16 ପଡୁଛି ଦେଖନ୍ତୁ, କଲୋସି 2:16।
ଅତଏବ ଭୋଜନ ପାନ କି ଅବା ପର୍ବ ପ୍ରତିପଦ ଅବା ବିଶ୍ରାମ ବାର ସମ୍ବନ୍ଧରେ କେହି ତୁମ୍ଭମାନଙ୍କୁ ବିଚାର ନ କରୁ। ସେହି ସବୁ ଆଗାମୀ ବିଷୟର ଛାୟା ମାତ୍ର, କିନ୍ତୁ ବାସ୍ତବ ବିଷୟ ଖ୍ରୀଷ୍ଟ। ଏବେ ମୁଁ ପଢି ଦେଖନ୍ତୁ। ତ ପୁରାତନ ନିୟମର ପ୍ରାୟ ସବୁ ବଳିଦାନ ବି ଯୀଶୁ ଖ୍ରୀଷ୍ଟଙ୍କୁ ବୁଝାଏ। ସେମାନେ ଗୋଟେ ମେଣ୍ଢା ଛୁଆ ତ ମରଲା, ଆଉ ମେଷ ଶାବକ ତ ମରଲା, ତାର ପାଇଁ କାନ୍ଦିବାଟା କଣ? କିନ୍ତୁ ପ୍ରକୃତରେ ସେ ମେଷ ଶାବକ ଠାରେ କିଏ ଥିଲେ? ପୁଣି ଯୀଶୁ ଖ୍ରୀଷ୍ଟଙ୍କର ଗୋଟେ ନିଦର୍ଶନ ଥିଲା କି ନାହିଁ? ସେଥିପାଇଁ କହେ ପୁରାତନ ନିୟମର ସୁନା ମାନେ ସୁନା କା, କିନ୍ତୁ ନୂତନ ନିୟମରେ ଯେତେବେଳେ ପଢିବାକୁ ଚେଷ୍ଟା करता, सुना न है कुछ और था, कुछ और है, समझने की कोशिश कीजिए। तो रहिला पर्व विषय नंबर 1, निस्तार पर्व। ମାସର ବର୍ଷର ପ୍ରଥମ ମାସ। ଆମକୁ ବର୍ଷର ପ୍ରଥମ ମାସ ଜାନୁଆରୀ, କିନ୍ତୁ ଜିହୁଦୀ ମାନଙ୍କର ବର୍ଷର ପ୍ରଥମ ମାସ ମାର୍ଚ୍ଚ ଏପ୍ରିଲ ମଝିରେ ଷ୍ଟାର୍ଟ ହୁଏ। ଗୋଟେ ହିସାବରେ ମାର୍ଚ୍ଚ ମାସକୁ ନେଲେ ଚଳିବ, ମାର୍ଚ୍ଚ 1 ରୁ ନେଲେ ବି ଚଳିବ। ଗୋଟେ ହିସାବରେ ମଝିରୁ ଷ୍ଟାର୍ଟ ହୁଏ ଆକ୍ଚୁଆଲି। ଓକେ, ମାର୍ଚ୍ଚ ରୁ ସେମାନଙ୍କର ବର୍ଷର ପ୍ରଥମ ମାସ ଷ୍ଟାର୍ଟ ହୁଏ। ତ ପ୍ରଥମ ମାସରେ ପ୍ରଥମ ପର୍ବ ହେଲା ନିସ୍ତାର ପର୍ବ। ଆମକୁ ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିସ୍ତାର ପର୍ବରେ ହିଁ କୃଷାର୍ପିତ ହେଇଥିଲେ, ନିସ୍ତାର ମେଷ ଶାବକ। ତେଣୁକରି ଆମମାନଙ୍କ ଏ ଗୁଡ ଫ୍ରାଇଡେ ଆଉ ଏ ପୁନରୁଦ୍ଧାନ ପର୍ବ କେତେବେଳେ ଆସେ? ମାର୍ଚ୍ଚ ଏପ୍ରିଲ ମଝିରେ ହିଁ ଆସେ। ଡେଟ୍ କାହିଁକି ଚେଞ୍ଜ ହୋଇଥାଏ? ମାନେ ଆମେ ଆମେ ଇଣ୍ଡିଆରେ ପ୍ରାୟ ଆମେ ସମସ୍ତେ ସୂର୍ଯ୍ୟକୁ ଗଣିକି ଆମେ ମାନେ ବର୍ଷକୁ ଦେଖୁ, ବର୍ଷକୁ ଗଣୁ। ସୂର୍ଯ୍ୟ ଉପରେ ଆଧାରିତ ବର୍ଷ ଆମ ମାନଙ୍କର। କିନ୍ତୁ ଜିହୁଦୀ ମାନଙ୍କର ଆଉ ମୁସଲିମ ମାନଙ୍କର ବର୍ଷ ଚନ୍ଦ୍ରକୁ ଦେଖିକି ଆଧାରିତ, ଚନ୍ଦ୍ର ଉପରେ ଆଧାରିତ, ଲୁନର ଇୟର ବୋଲି କହନ୍ତି। ଆମର ଆମେ ଦେଖୁ କି ପୃଥିବୀ ତାର ଚାରିଆଡେ ବୁଲେ ଆଉ ସୂର୍ଯ୍ୟର ଭ୍ରମଣ କରେ। ତ ସୂର୍ଯ୍ୟକୁ ଭ୍ରମଣ କଲା ବେଳକୁ କେତେ ଦିନ ଲାଗୁଛି? 365 ଦିନ ଲାଗୁଛି। ତେଣୁକରି ଆମର ବର୍ଷ ହେଲା ସୂର୍ଯ୍ୟ ଉପରେ ଆଧାରିତ। କିନ୍ତୁ ଜିହୁଦୀ ମାନଙ୍କର ବର୍ଷ ଚନ୍ଦ୍ରମଣ୍ଡଳ ପୃଥିବୀର ଚାରିଆଡେ ଯଦି ଭ୍ରମଣ କରୁଛି, ସେ ହିସାବରେ ସେମାନେ ଗଣନ୍ତି। ତେଣୁକରି ବର୍ଷକୁ ସେମାନଙ୍କର ପର୍ବର ଡେଟ୍, ଏସ୍ପେଶାଲି ନିସ୍ତାର ପର୍ବ ଚେଞ୍ଜ ହୁଏ। ପ୍ରେଜ୍ ଦ ଲର୍ଡ, ଗୁଡ ଫ୍ରାଇଡେ ଚେଞ୍ଜ ହୁଏ। ତ ଦେଖନ୍ତୁ, ନିସ୍ତାର ପର୍ବ ସେମାନେ ପାଳିଲେ, ନୂତନ ନିୟମରେ ଯୀଶୁ କୃଷାର୍ପିତ ହେଲେ। ନମ୍ବର 2, ତାଡି ଶୂନ୍ୟ ରୋଟିର ପର୍ବ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ପ୍ରଭୁ ଭୋଜ ଦେଇଥିଲେ ତାଙ୍କର ଶେଷ ରାତ୍ରରେ। ତାଡି ଶୂନ୍ୟ ରୋଟିର ପର୍ବ, ରୋଟି ଭାଙ୍ଗିଲେ ଆଉ ସେମାନଙ୍କୁ ଖାଇବାକୁ ଦେଲେ, କହିଲେ ଏହା ମୋର ଶରୀର ଆଉ ଏ ପାତ୍ର ମୋର ରକ୍ତ। ପ୍ରଭୁ ଭୋଜ, ରାଇଟ। ନମ୍ବର 3, ଶସ୍ୟ କଟା ହୋଇ ବିଡା ବାନ୍ଧିକି ପ୍ରଥମ ବିଡା ଉତ୍ସର୍ଗ କରିବାର ପର୍ବ, ନାଇଁ କି? ତାହା ବିଶ୍ରାମ ବାରର ଆର ଦିନରେ ହେବ। ବା ସମାନ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପୁନରୁତ୍ଥାନ ପ୍ରାପ୍ତ ହେଇଥିବା ଦିନ, ସେହି ଶସ୍ୟ ମାନଙ୍କ ମଧ୍ୟରେ ସେ ପ୍ରଥମ ଫଳ ସ୍ୱରୂପେ ଖ୍ରୀଷ୍ଟ ଉତ୍ଥାପିତ ହେଲେ। ପ୍ରଥମ କରିନ୍ଥୀ 15:20, ପ୍ରଥମ କରିନ୍ଥୀ 15:20 କିନ୍ତୁ ପ୍ରକୃତରେ ଖ୍ରୀଷ୍ଟ ମହାନିଦ୍ରା ପ୍ରାପ୍ତ ଲୋକମାନଙ୍କର ପ୍ରଥମ ଫଳ ସ୍ୱରୂପେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହୋଇଅଛନ୍ତି। ଫର୍ଷ୍ଟ ଫ୍ରୁଟ୍ସ ହେଲା। ମୋ ପଟେ ଦେଖିଲେ, ପ୍ରେଜ୍ ଦ ଲର୍ଡ। କେତେଟା ସଫଳ ହେଲା? ଜିହୁଦୀ ମାନଙ୍କର ନିସ୍ତାର ପର୍ବ, ଯୀଶୁ ଖ୍ରୀଷ୍ଟଙ୍କର କୃଷାର୍ପଣ। ନିସ୍ତାର ପର୍ବ କଣ? ମେଷ ଶାବକ ବଳି ଦିଅନ୍ତି ସେମାନେ ପାପାର୍ଥକ ବଳି ରୂପେ। ନିସ୍ତାର ମେଷ ଶାବକ ଲୋକମାନଙ୍କର ପାପ ନିମନ୍ତେ ବଳି ଦିଆଯାଏ।
ତ ସେମାନେ ଜିହୁଦୀ ମାନେ ଏବେ ବି ସେ ଗୋଟେ 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 ମେଷକୁ ଧରନ୍ତି, କିନ୍ତୁ ଯୀଶୁ ତ ତାହା ସଫଳ କରିଲେଣି। ଆମେ ଜିହୁଦୀ ମାନଙ୍କ ଠାରୁ ଆଡଭାନ୍ସ ହେଇଗଲୁ କି ଆମେ ଯୀଶୁଙ୍କୁ ଧରିଲୁ, ସେମାନେ ଏବେ ଯାଏ ଗୋଟେ ମେଷକୁ ଧରିଛନ୍ତି। ଆଡଭାନ୍ସ ହେଇଗଲୁ। ମଣ୍ଡଳୀର ସୌଭାଗ୍ୟ କହିଥିଲେ ଆପଣମାନେ ଶୁଣନ୍ତୁ, ଏବ୍ରି ପତ୍ରିକାର ଅଧ୍ୟୟନ ବେଳକୁ କହିଥିଲେ ଆପଣମାନଙ୍କୁ, ରାଇଟ୍। ତାପରେ ଆମର ସେହି ଫିଲିପି ପତ୍ରିକାରେ ଜାଗ୍ରତ ସାବଧାନ ର ଶିକ୍ଷା ବେଳକୁ ମଧ୍ୟ ଆପଣଙ୍କୁ କହୁଥିଲି କି ନାହିଁ, କୋଉଟା ସୁନ୍ନତବାଦୀ ଲୋକମାନଙ୍କ ଠାରୁ ସାବଧାନ। ଆମେ ଜିହୁଦୀ ନୁହଁ, ଏବେ ମଧ୍ୟ ଜିହୁଦୀ ମାନେ ଯାହା ପାଳନ୍ତି ଆମେ ପାଳନ କରିବାକୁ ଆବଶ୍ୟକ ନାହିଁ। ଆକ୍ଚୁଆଲି ଆମକୁ ଆବଶ୍ୟକ କଣ, ଆମେ ତ ତାର କନେକ୍ଟେଡ ନୁହଁ ଆକ୍ଚୁଆଲି ଆଗରୁ ବି, ରାଇଟ୍। ତ ନିସ୍ତାର ପର୍ବ ଯୀଶୁ ଖ୍ରୀଷ୍ଟଙ୍କର କୃଷାର୍ପଣ, ଧାଡି ଶୂନ୍ୟ ରୋଟିର ପର୍ବ ଆମ ମାନଙ୍କର ପ୍ରଭୁ ଭୋଜ, ଶସ୍ୟ କଟା ହେବାର ପର୍ବ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପୁନରୁଦ୍ଧାନକୁ ବୁଝାଏ। ନମ୍ବର 4, ଶସ୍ୟ କଟା ପର୍ବରୁ ଷ୍ଟାର୍ଟ କରିକି 7ଟା ସପ୍ତାହ ଗଣନ୍ତୁ, 49 ହେଲା ପରେ ପରର ଦିନ 50ତମ ଦିନ ହେଲା ପେଣ୍ଟିକଷ୍ଟ। ସେଇଦିନ ପବିତ୍ର ଆତ୍ମା ସମସ୍ତଙ୍କ ଉପରେ ଅବତରଣ କରିବେ, ସମସ୍ତଙ୍କୁ ଭରିଦେବେ। ତାଡି ଯୁକ୍ତ ହେବ ରୁଟି ସେଦିନ। ଗୋଟେ ହିସାବରେ ପବିତ୍ର ଆତ୍ମାଙ୍କୁ ତାଡି ସହିତ ତୁଳନା କରାହେଲା, ଖମିର ସହିତ ତୁଳନା କରାହେଲା। ରୁଟି ତାଡି ଯୁକ୍ତ ହେବ। ସେ ସେ ଖଟା କଣ କରିବ ଜାଣିଛନ୍ତି? କହିଥିଲେ ଆପଣ ମାନଙ୍କୁ, ଖଟା ଖଟା ଦହିର ଗୋଟେ ଚାମଚ କ୍ଷୀରରେ ପକାଇଲେ ସେ ସବୁ ଦହିକୁ, ସେ ସବୁ କ୍ଷୀରକୁ ଦହି କରିଦିଏ। ଆଉ ସେଇ ଦହି ଯେମିତି ଖଟା ଆମେ ପକାଇଛୁ, ସେଇ ଦହି ବି ପୁରା, ସେ କ୍ଷୀର ବି ପୁରା, ଦହି ପୁରା ଖଟା ହେବ। ମାନେ ଆପଣାର ସ୍ୱଭାବରେ ପରିବର୍ତ୍ତନ କରିପାରିବ। ଟିକେ ଖମିର ଯୁକ୍ତ ଯଦି ହେଇଗଲା ରୁଟିର ପିଣ୍ଡୁଳା, ଯଦି ସେ ସବୁ ଖଟା ହେଇଯାଏ। ଆକ୍ଚୁଆଲି ବହୁତ ଅଧିକାଂଶ ତାହା ଗୋଟେ ଦୁଷ୍ଟ ସ୍ୱଭାବକୁ ବୁଝାଇ ଦିଆ ହେଇଛି ବାଇବେଲରେ, ଖମିର ଯୁକ୍ତ ହେବାଟା। କିନ୍ତୁ ଏଇ ଗୋଟିଏ ଜାଗାରେ ଖମିର ଖମିର ଯୁକ୍ତ ହେବାଟା ଆଶୀର୍ବାଦ ଜନକ ହେଲା, ପବିତ୍ର ଆତ୍ମାଙ୍କୁ ବୁଝାଇକି। ତ ପବିତ୍ର ଆତ୍ମା ଆମ ଠାରେ ଆସିକି କଣ କଲେ, ପେଣ୍ଟିକଷ୍ଟ ଦିବସରେ ପବିତ୍ର ଆତ୍ମାଙ୍କର ଅବତରଣ ହେଲା। ସେ ଆମ ଠାରେ ଆସି ଆମକୁ ତାଙ୍କରି ସ୍ୱଭାବରେ ପରିବର୍ତ୍ତନ କରୁଛନ୍ତି, ଚେଞ୍ଜିଂ ଇନଟୁ ଦ ଲାଇକନେସ୍ ଅଫ ଜିସସ୍ କ୍ରାଇଷ୍ଟ, ଯୀଶୁଙ୍କ ପରି, ताकि तेरे जैसा दिखूं। ତ ଜିହୁଦୀ ମାନଙ୍କର ଇତିହାସରେ ଥିବା 7ଟି ପର୍ବରେ এই 4ଟି ପର୍ବ ନୂତନ ନିୟମରେ ସଫଳ ହେଇସାରିଛି। ଆଉ ସେହି ପେଣ୍ଟିକୋଷ୍ଟ ଦିବସରେ ମଣ୍ଡଳୀ ସ୍ଥାପିତ ହେଲା। ଏବେ ମଣ୍ଡଳୀ ମଧ୍ୟ ତାହାରି ଯୁକ୍ତ ରୁଟି ପରି କଣ କରୁଛି, ସାରା ଜଗତରେ ବ୍ୟାପି ଯାଇ ଆତ୍ମା ଲାଭ କରି ଆପଣା ପରି ଆମ ଜୀବନରେ ଯେମିତି ପରିବର୍ତ୍ତନ ଆସିଲା, ଅନ୍ୟମାନଙ୍କ ଠାରେ ବି ସେଇ ପରିବର୍ତ୍ତନ ଆସିଲା ପରି ସେବା କାର୍ଯ୍ୟ କରୁଛି ମଣ୍ଡଳୀ। ଆମେ ଯେମିତି ଯୀଶୁଙ୍କର ସ୍ୱଭାବ ପାଉଛୁ, ଅନ୍ୟମାନଙ୍କୁ ବି ଆସୁ। ଆମେ ଯେମିତି ପରିତ୍ରାଣ ପାଇଲୁ, ଅନ୍ୟମାନେ ବି ପାଆନ୍ତୁ। ଆମେ ଯେମିତି ମଣ୍ଡଳୀରେ ସଜ୍ଜିତ, ଅନ୍ୟମାନେ ଆମେ ଟାଣୁଛୁ, ଆମ ଆଡକୁ ଟାଣୁଛୁ ଲୋକମାନଙ୍କୁ। ପେଣ୍ଟିକୋଷ୍ଟ ପର୍ବ ପର୍ଯ୍ୟନ୍ତ, ପବିତ୍ର ଆତ୍ମାଙ୍କର ଅବତରଣ ପର୍ଯ୍ୟନ୍ତ, ମଣ୍ଡଳୀର ବର୍ଥଡେ ପର୍ଯ୍ୟନ୍ତ ସଫଳ ହେଲା। 4ଟି ପର୍ବ ସଫଳ ହେଲା। ଏବେ ରହିଲା 5 ନମ୍ବର ପର୍ବ, ତୁରୀ ଧ୍ୱନିର ପର୍ବ। ପ୍ରେଜ ଦ ଲର୍ଡ। କେବେ ହେବ ଏଟା? ସପ୍ତମ ମାସରେ ହେବ। ଏବେ ମୋ ପଟେ ଦେଖନ୍ତୁ, ସପ୍ତମ ମାସ। ମୁଁ କହୁଥିଲି ଆମ ମାନଙ୍କ ପାଇଁ ବର୍ଷର ପ୍ରଥମ ମାସ ଜାନୁଆରୀରେ ଷ୍ଟାର୍ଟ ହୁଏ। ସେ ଅନୁସାରେ ସପ୍ତମ ମାସ କୋଉଟା? ଜୁଲାଇ ମାସ ଆମର ପାଇଁ। କିନ୍ତୁ ଜିହୁଦୀ ମାନଙ୍କ ପାଇଁ ଯଦି ବର୍ଷ ମାର୍ଚ୍ଚରୁ ଆରମ୍ଭ ହେଉଛି, ତ ସପ୍ତମ କୋଉଟା ହେବ? ସେପ୍ଟେମ୍ବର ମାସ ହେବ। ରୋମିଓ ମାନେ ଏଇ ବର୍ଷର ଏଇ ମାସ ମାନଙ୍କର ନାମ ଦେବା ଆଗରୁ, ଆମର ଇଣ୍ଡିଆରେ ବି ମାସ ମାନଙ୍କର ଅଲଗା ଅଲଗା ନାମ ଥାଏ କି ନାହିଁ? ଜାନୁଆରୀ ଫେବୃଆରୀ ନଥାଏ କି, କଣ କଣ ଅଲଗା ଥାଏ, ମତେ ବି ଆଇଡିଆ ନାହିଁ।
ଜିହୁଦୀ ମାନଙ୍କର ହିସାବରେ ଯେତେବେଳେ ମାସକୁ ଗଣାଯାଏ ସେମାନଙ୍କର ନାମ ଯାକ ଅଲଗା। ଓକେ। ତ ରୋମିଓ ମାନେ ଯେତେବେଳେ ମାସର ନାମ ଦେଉଥିଲେ ଆକ୍ଚୁଆଲି ଅଗଷ୍ଟ ମାସ ପର୍ଯ୍ୟନ୍ତ ନାମ ଚେଞ୍ଜ କରାହେଇଛି। ରୋମିଓ ମାନେ ନାମ ଚେଞ୍ଜ କଲେ। ଜାନୁଆରୀ ମାନେ କଣ, ଜାନସ୍ ଜାନସ୍ ଦେବତା ରୋମିଓ ମାନଙ୍କର ଦୁଇ ଚେହେରା, ଗୋଟେ ପୁରୁଣା ଚେହେରା ଗୋଟେ ନୂଆ ଚେହେରା, ତେଣୁକରି ନୂଆ ବର୍ଷ ଆସିଛି ତ ପୁରୁଣା ଜିନିଷ ପୁରୁଣା ବିଷୟ ସବୁ ବିତିଗଲାଣି କହିଲା ପରେ। ଫେବୃଆରୀର କଣ ମିନିଂ ଅଛି, ମାର୍ଚ୍ଚର ଗୋଟେ ମିନିଂ ଅଛି, ଏପ୍ରିଲ ମେ ଜୁନ। ଜୁଲାଇ ମାସ ରୋମର ରାଜା ରୋମର କୈସର ଜୁଲିୟସ୍ ସିଜରର ନାମରେ ଜୁଲାଇ ମାସର ନାମ ଦିଆଯାଇଛି। ତା ଆଗକୁ କୋଉ ଗୋଟେ ନାମ ଥିଲା। ଅଗଷ୍ଟ ମାସ ରୋମର କୈସର ଅଗଷ୍ଟସ୍ ନାମରେ ଦିଆହେଇଛି। ଅଗଷ୍ଟସ୍ କିଏ? ଯେତେବେଳେ କୈସର ଅଗଷ୍ଟସ୍ ରାଜ୍ୟ କରୁଥିଲା ସେଇ ସମୟରେ ଜନଗଣନା ଲେଖା ହେବା ପାଇଁ ସେ ଆଦେଶ ଦେଇଥିଲା। ତାହାର ଟାଇମରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜନ୍ମ ହେଇଥିଲେ ଅଗଷ୍ଟ। ମନେ ରଖନ୍ତୁ, ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମର ଇତିହାସ କଣ ଗୋଟେ କାହାଣୀ ନୁହେଁ, ବୁଝିଲେ କି, କଳ୍ପନା ନୁହେଁ ବୋଲି କହିବା ପାଇଁ ଗୁଡାଏ ପ୍ରମାଣର ଏଇଟା ଗୋଟେ। ଅଗଷ୍ଟ ମାସକୁ ଦେଖିଲେ ଜଣା ପଡିବ କି କୈସର ଅଗଷ୍ଟସ୍ ଥିଲା, ବଞ୍ଚିଥିଲା ଗୋଟେ ସମୟରେ। ତାହାର ସମୟରେ ଜନଗଣନା ଲେଖା ହେବା ପାଇଁ ସେ ଆଦେଶ ଦେଇଥିଲା। ଲୁକ 2:1 ଲେଖା ଅଛି। ତ ଅଗଷ୍ଟ ମାସ ପର୍ଯ୍ୟନ୍ତ ନାମଟା ଚେଞ୍ଜ କରିଛନ୍ତି, ରୋମିଓ ମାନେ କରିଥିଲେ। ତ ସେପ୍ଟେମ୍ବର ମାସ ଏଇଟା ନାମ ଚେଞ୍ଜ ହେଇନି। ସେପ୍ଟେମ୍ବର ମାନେ କଣ ହେଲା ଆମର ଓଡିଆରେ, ତ ଅବ୍ୟବହାର ସପ୍ତମ। ଅକ୍ଟୋବର ମାନେ କଣ, ଅଷ୍ଟମ। ନଭେମ୍ବର ମାନେ କଣ, ନବମ। ଡିସେମ୍ବର ମାନେ କଣ, ଦଶମ। ଏଇଟା ଏବେ ବି ଚାଲିଛି। ଆମର ପାଇଁ ସେପ୍ଟେମ୍ବର ମାସ 9 ମାସ, ନବମ ମାସ ଅଟେ, କିନ୍ତୁ ଜିହୁଦୀ ମାନଙ୍କ ପାଇଁ ସେପ୍ଟେମ୍ବର ମାସ ହେଲା ସପ୍ତମ ମାସ। ଏହି ସପ୍ତମ ମାସର ପ୍ରଥମ ଦିନ ବୋଲି ଲେଖା ଅଛି ଏଠି। ତ ଜିହୁଦୀ ମାନଙ୍କର ମାସ ମଝିରେ ଷ୍ଟାର୍ଟ ହୁଏ ବୋଲି କହିଲେ କି ନାଇଁ। ତ ସେପ୍ଟେମ୍ବର 23 ତାରିଖରେ ଜିହୁଦୀ ମାନଙ୍କର ତୁରି ଧ୍ୱନିର ପର୍ବ ଅଟେ। ତେବେ ଆମେ କଣ ଶୁଣିଲୁ, ନିସ୍ତାର ପର୍ବ ସଫଳ ହେଲା ଯୀଶୁ ଖ୍ରୀଷ୍ଟଙ୍କର କୃଷାର୍ପଣ। ତାଡ଼ି ଶୂନ୍ୟ ରୋଟି ସଫଳ ହେଲା ପ୍ରଭୁ ଭୋଜ। ପ୍ରଥମ ଫଳ ଅର୍ପଣର ପର୍ବ ସଫଳ ହେଲା, ପ୍ରଭୁ ଯୀଶୁଖ୍ରୀଷ୍ଟ ପୁନରୁତ୍ଥିତ ହେଲେ। ପୁନରୁଦ୍ଧାନ, ଗୌରବର ପୁନରୁଦ୍ଧାନ ପ୍ରାପ୍ତ ହେବାରେ ସେ ନମ୍ବର 1 ଥିଲେ, ପ୍ରଥମ ଫଳ। ଶସ୍ୟ ଛେଦନ କହିଲା ପରେ, ରାଇଟ। ପେଣ୍ଟିକସ୍ ଦିବସ 50ତମ ଦିବସର ତାଡି ଯୁକ୍ତ ରୋଟିର ପର୍ବ। ପେଣ୍ଟିକସ୍ ପର୍ବ, ପବିତ୍ର ଆତ୍ମା ଓହ୍ଲାଇ ଆସିଲେ, ମଣ୍ଡଳୀର ଜନ୍ମ ହେଲା। ଏଇ ଚାରିଟା ସଫଳ ହେଲା, ବାକି ତିନିଟା ସଫଳ ହେବାକୁ ଅଛି। ଆଉ ସେ ପଞ୍ଚମ ନମ୍ବର ପର୍ବ ଅଟେ ତୁରି ଧ୍ୱନିର ପର୍ବ, ଯାହା ଏବେ ସଫଳ ହେବାର ବାକି ରହିଛି। ତେଣୁକରି ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ମାସ ଆସିଲେ ଟିକେ ଖ୍ରୀଷ୍ଟ ସମାଜରେ ଯେଉଁମାନେ ବାକ୍ୟ ଟିକେ ଜାଣିଛନ୍ତି, ଯୁହୁଦୀ ମାନଙ୍କର ଷ୍ଟୋରି ସବୁ ବ୍ୟସ୍ତ ହୁଅନ୍ତି। ଆଉ ଥର ଇଏ କଣ, ତୁରି ଧ୍ୱନିର ପର୍ବ, ତୁରି ବାଦ୍ୟର ପର୍ବ ଆସୁଛି, କେ ଜାଣି ପ୍ରଭୁ ଏଇ ଟାଇମରେ ଆସିଯିବେ ନା କଣ। କାରଣ ସବୁ ସେମାନଙ୍କର ପର୍ବ ଟାଇମରେ ହିଁ ସଫଳ ହେଇଥିବାରୁ ଏବେ ବି ଗୋଟେ ହୃଦୟର ହଲଚଲ ହୁଏ। ସେପ୍ଟେମ୍ବର ଆସୁଛି ବୋଲି ଟିକେ ହଲଚଲ ଲାଗୁଛି ସମସ୍ତଙ୍କୁ କି ଆରେ ରେ ରେ, କି ଜାଣେ ସେ ତ କେବେ ବି ଆସିପାରନ୍ତି। କିନ୍ତୁ ଆମର ଆଇଡିଆ, ଆମକୁ ଗୋଟେ ଆଇଡିଆ ଥିବାର ଅଛି କି କୋଉ ଟାଇମରେ ଆସିପାରନ୍ତି ବୋଲି। ଆମେ ବି ଗୋଟେ ମେଣ୍ଟାଲି ସିରିୟସଲି ନାହିଁ, ଅନୁମାନରେ ଗୋଟେ ଟାଇମ ଯଦି ରଖିବା, ତ ସେପ୍ଟେମ୍ବର ମାସ ଉପରେ ଟିକେ ବହୁତ ଜଣଙ୍କର ନଜର ଥାଏ। ଯେଉଁମାନେ ଏଇ ବାକ୍ୟ ଜାଣିନାହାନ୍ତି ପର୍ବ ବିଷୟରେ, ସେମାନଙ୍କର କିଛି ନାହିଁ, ଛାଡ଼ନ୍ତୁ, ପ୍ରୋବ୍ଲେମ କିଛି ନାହିଁ। ତ ସବୁ ବର୍ଷ ସେପ୍ଟେମ୍ବର ଆସିଲା ବେଳକୁ ଅଗଷ୍ଟରୁ ଷ୍ଟାର୍ଟ ହୁଏ। ଏଇ ବର୍ଷ ସେପ୍ଟେମ୍ବର, ଆଉ ସେପ୍ଟେମ୍ବର ମାସର ଅଗଷ୍ଟ ସେପ୍ଟେମ୍ବର ମାସରେ ପ୍ରାୟ ଗତ କେତେ ବର୍ଷ ମାନଙ୍କର ସମାଜ ଜିହୁଦୀ ମାନଙ୍କର ଏଇ ପର୍ବ ବେଳକୁ ଲାଲ ଚନ୍ଦ୍ରମା ଆସୁଛି। ଚନ୍ଦ୍ର, ଲାଲ ଚନ୍ଦ୍ର, ବ୍ଲଡ ମୁନ ଦେଖାଯାଉଛି, ଠିକ ଜୁଇଶ ଫେଷ୍ଟିଭାଲ ବେଳକୁ ଆସେ। ତ ଏଇଟା ଗୋଟେ ଆକାଶ ମଣ୍ଡଳରେ ଚିହ୍ନ। ଜିହୁଦୀ ମାନଙ୍କ ଠାରେ କଣ କଣ ଚାଲିଛି ସେଇଟା ଗୋଟେ ଚିହ୍ନ।
ହଁ ସେମାନଙ୍କର ସେପ୍ଟେମ୍ବର 23 24 ସେମାନଙ୍କର ତୁରି ଧ୍ୱନିର ପର୍ବ ରୋଷ ହସାନା। ସେମାନେ ତୁରି ବଜାନ୍ତି ସେ ସେ ଗୋଟେ ପଶୁର ଇଏ ଶିଙ୍ଗ ନେଇକି। ତ ସେମାନଙ୍କ ପାଇଁ ନା ଗୋଟେ ପର୍ବ ଅଟେ, ସିମ୍ପଲି ପର୍ବ, କିନ୍ତୁ ଆମେ ଜାଣୁଛୁ ମଣ୍ଡଳୀ ପାଇଁ ଏହା ସବୁ ଆତ୍ମିକ ସଫଳତା ଅଟେ। ତେଣୁକରି ଯେତେ ଥର ସେପ୍ଟେମ୍ବର ମାସ ଆସେ ପ୍ରତ୍ୟେକ ବର୍ଷ ସମସ୍ତଙ୍କ ନଜର ଜିହୁଦୀ ମାନଙ୍କର ପର୍ବ ଉପରେ ପଡେ। ଆଉ ମନକୁ ଟିକେ ଲାଗେ କି ପ୍ରଭୁ ଏ ବର୍ଷ କି କାରଣ ସେପ୍ଟେମ୍ବର ଆସେ 23 ହେଲା। ତ ଏବେ ସେକେଣ୍ଡ ପଏଣ୍ଟ ହେଲା, ହଁ, ତାପରେ 6 ନମ୍ବର ପର୍ବ। এই ତୁରୀ ଧ୍ୱନିର ପର୍ବରେ ହିଁ ମଣ୍ଡଳୀ ଉଠାଯିବା ଆବଶ୍ୟକ। ତୁରୀ ଧ୍ୱନିର ପର୍ବ ବୋଲି କହିଲେ ଶେଷ ତୁରୀ ଧ୍ୱନି, ଆମର ସେବା କାର୍ଯ୍ୟର ନାମ। ଶେଷ ତୁରୀ ଧ୍ୱନିରେ ମଣ୍ଡଳୀ ଉଠାଯିବ। ମଣ୍ଡଳୀ ପାଇଁ ଡାକରା, ଆହ୍ୱାନର ତୁରୀ ତାହା। ଆମେ ତାଙ୍କ ସମ୍ମୁଖରେ ପବିତ୍ର ସମାଜ ହେଇକି ଏକତ୍ର ହେବୁ ବୋଲି ଅର୍ଥ। ତ ତାହା ସଫଳ ହେବାର ବାକି ରହିଛି। ସେହି ପର୍ବ ଏବେ ବାକି ରହିଛି ଆମର ପାଇଁ। ଅପେକ୍ଷାରେ ଅଛୁ। 4ଟା ସଫଳ ହେଇଗଲା, 5ମ ନମ୍ବର ପର୍ବ କେବେ ସଫଳ ହେବ ପ୍ରଭୁ? ଜିହୁଦୀ ମାନଙ୍କ ପାଇଁ ଏଟା ପର୍ବ କା? ଆମର ପାଇଁ ଆତ୍ମିକ ଅନୁଭୂତି, ଗୌରବର ଅନୁଭୂତି ନୁହେଁ କି? ତ ମଣ୍ଡଳୀ ଉଠାଛି। ମଣ୍ଡଳୀ ଉଠା ଗଲା ପରେ ମୁଁ ଜଣାଇଥିଲି ଆପଣମାନଙ୍କୁ 2 ସାକ୍ଷୀ ଆସିବେ। ଭଣ୍ଡ ଖ୍ରୀଷ୍ଟ ଉପସ୍ଥିତ ହେବ। ଆଉ ଏଇ ଜିହୁଦୀ ମାନେ ସେ ଭଣ୍ଡ ଖ୍ରୀଷ୍ଟକୁ ମସିହା ରୂପେ ଗ୍ରହଣ କରିନେବେ। ସେତେବେଳେ 2 ସାକ୍ଷୀ ଆସିକି ଜିହୁଦୀ ମାନଙ୍କୁ ବୁଝାଇବେ କି ୟାକୁ କାହିଁକି ବିଶ୍ୱାସ କରୁଛ? ଇଏ ପରା ଶୈତାନ ଟା। ଜାଣି ପାରିଲ ନାଇଁ କି? ତୁମେ ପରା ଯେଉଁ ଯୀଶୁଙ୍କୁ କୃଷାର୍ପଣ କରିଦେଲ ସେଇ ପରା ଖ୍ରୀଷ୍ଟ ଥିଲେ। ଜାଣି ପାରିଲ ନାଇଁ କଣ ବୋଲି 2 ସାକ୍ଷୀ ଆସିକି ଜିହୁଦୀ ମାନଙ୍କୁ ବୁଝାଇବେ। ଆଉ ଯେପରିକି ଭଣ୍ଡ ଖ୍ରୀଷ୍ଟ ଦ୍ଵାରା ଏଇ ଜଗତ ପାଇଁ ଆଉ ଜିହୁଦୀ ମାନଙ୍କ ପାଇଁ ଯେଉଁ ମଙ୍ଗଳ ହେବା ଆବଶ୍ୟକ, ଯାହା କରିଦେବ ବୋଲି ଶାନ୍ତି ଆଣିଦେବି, ଯୁଦ୍ଧ ବନ୍ଦ କରିଦେବି, ଭଲ ଖାଦ୍ୟ ଦେବି, ଭଲ ପାଣି ଦେବି, ଏଇ ସବୁ ଯାହା ପ୍ରମିସ କରିବ ସେ ପ୍ରଥମ ମୁଦ୍ରାରେ, ତାହା ଯଦି ସତରେ ସଫଳ ହେଇଯିବ ଜଗତରେ, ତ ସତରେ ସମସ୍ତେ ତାକୁ ମସିହା ପରି ମାନେ ନେବେ। ତ ଏଇ 2 ସାକ୍ଷୀ ଆସି କଣ କରିବେ? ତାର ସେଇ ସବୁ ଯୋଜନାକୁ ବର୍ବାଦ କରିବେ। ମହାବିନାଶ, ମହାମାରୀ, ଅଗ୍ନିବୃଷ୍ଟି, ରକ୍ତ, କଣ ନଦୀ ନାଳ ସବୁ ଲାଲ, ପାଣି ନାହିଁ। ତ ଭଣ୍ଡ ଖ୍ରୀଷ୍ଟ ଜଗତ ପାଇଁ କିଛି ଭଲ କରିଦେବ ବୋଲି ଚେଷ୍ଟା କରିଦେବ, ଯେପରିକି ଲୋକମାନେ ତାକୁ ଈଶ୍ୱର ପରି ମାନି ନିଅନ୍ତୁ ବୋଲି। କିନ୍ତୁ ଏ 2 ସାକ୍ଷୀ ଆସିକି ତାକୁ ଗଡବଡ କରିଥିବେ। ତେଣୁକରି ସାରା ଦୁନିଆ ଏଇ 2 ସାକ୍ଷୀଙ୍କୁ ନଫରତ କରିବ, ରାଗିବ। ଆଉ ସମାନ 3.5 ବର୍ଷ ବେଳକୁ ଭଣ୍ଡ ଖ୍ରୀଷ୍ଟ ଅର୍ଡର ଦେବ, ଏଇ 2 ଜଣ ଯୋଉଠି ଦେଖାଯିବେ ଗୁଳି ମାର। ତ ବାଇବଲ କହେ 2 ସାକ୍ଷୀଙ୍କୁ ଗୁଳି ମାରି ଦିଆଯିବ ଜେରୁସଲେମର ପଦାରେ, ରାସ୍ତାରେ। ଆଉ ସେମାନଙ୍କର ଶବ 3 ଦିନ ରୋଡ ଉପରେ ଥିବ। ଆଉ ଦୁନିଆ ସାରା ଲାଇଭ ଟେଲିକାଷ୍ଟ ଦେଖିବ। ଆଉ ଲୋକମାନେ ତ ଖୁସି ହେଇଯିବେ। ଯାହା ହଉ, ଆମର ଏଇ ଖ୍ରୀଷ୍ଟ, ଏଇ ଯୋଉ ନୂଆ ଖ୍ରୀଷ୍ଟ ଆସିଛି, ଏଇ ଯୋଉ ମସିହା ଆସିଛି, ଆମର ପାଇଁ ବହୁତ କିଛି ମଙ୍ଗଳ କରିଦେବି ବୋଲି ଭାବିଲା। ଏଇ 2 ଜଣ ତାକୁ ଗଡବଡ କରିଦେଲେ। ଭଲ ହେଲା ତାଙ୍କୁ ସେମାନଙ୍କୁ ମାରି ଦିଆଗଲା ବୋଲି ଲୋକମାନେ ଖୁସି ହେଇକି ପରସ୍ପରକୁ ଭେଣ୍ଟ ଉପହାର ସମର୍ପଣ କରିବେ। ପୁଣି ଗିଫ୍ଟ ପଠାଇବେ, ଗ୍ରିଟିଂସ ପଠାଇବେ, କଂଗ୍ରାଚୁଲେସନ ପଠାଇବେ, ମରଲେ ଭଲ ହେଲା ବୋଲି। କିନ୍ତୁ 3 ଦିନ ପରେ ସେମାନେ ସେହି ଲାଇଭ ଟେଲିକାଷ୍ଟରେ ଜେରୁସଲେମର ସଡକରେ ସେମାନେ 2 ଜଣ ଜୀବିତ ହେଇକି ଉଠିବେ। ସେତେବେଳେ ପୁରା ଦୁନିଆ ବ୍ୟସ୍ତ। ଆଉ ସେମାନେ ଉଠି ଠିଆ ହେଲା ବେଳେ ଆକାଶରୁ ଶବ୍ଦ ଶୁଭାଯିବ, ଏଇଠାକୁ ଉଠି ଆସ। ତ ସମସ୍ତଙ୍କ ଆଖି ସାମ୍ନାରେ ସେମାନେ ସ୍ୱର୍ଗକୁ ନୀତ ହେବେ। ସେହି ଦିନ ଜିହୁଦୀ ମାନେ ପରିବର୍ତ୍ତନ ହେବେ। ତାହା ଗୋଟେ ପ୍ରାୟଶ୍ଚିତ୍ତ ଦିନ। ଜିହୁଦୀ ମାନଙ୍କର ପାପର ପ୍ରାୟଶ୍ଚିତ ସେଦିନ ହେବ ଯେଉଁଦିନ ସେମାନେ ପ୍ରଭୁଙ୍କ ଆଡକୁ ଫେରିବେ। ଆଉ ସେମାନେ କାନ୍ଦିବେ ଛାତି ପିଟିକି, ଆରେ କେତେ କାମ ହେଇଗଲା, କେତେ ବଡ ଭୟଙ୍କର ପାପ ହେଇଗଲା ଆମ ଦ୍ଵାରା। ଆମ ଯୀଶୁଙ୍କୁ, ଆମ ଖ୍ରୀଷ୍ଟଙ୍କୁ ଆମେ ଚିହ୍ନି ପାରିଲୁ ନାହିଁ, ଏଇ ଶୈତାନ ପଛରେ ଲାଗି ପଡିଲୁ ବୋଲି। ସେଇଦିନ ସେମାନଙ୍କର 2000 ବର୍ଷର ପାପ ଅପରାଧ କ୍ଷମା ହେବ, ପ୍ରାୟଶ୍ଚିତ୍ତ ହେବ ବୋଲି ଅର୍ଥ। ହେଲା, ପ୍ରାୟଶ୍ଚିତ୍ତ ଦିନର ପର୍ବ ସଫଳ ହେବ।
ତାପରେ 3.5 ବର୍ଷ, ବାକି 3.5 ବର୍ଷ ଏଇ ଜିହୁଦୀ ମାନଙ୍କ ମଧ୍ୟରୁ 1,44,000 ଜିହୁଦୀ ମାନଙ୍କୁ ପରମେଶ୍ୱର ମୁଦ୍ରାଙ୍କିତ କରି ବଞ୍ଚାଇକି ରଖିବେ। ବାକି ଲୋକମାନଙ୍କୁ ଭଣ୍ଡଖ୍ରୀଷ୍ଟ ମାରିଦେବ। ଏମାନଙ୍କୁ ଲୁଚାଇ 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 7 ବର୍ଷ ଶେଷ ହେବା ପର୍ଯ୍ୟନ୍ତ, ବଳକା 3.5 ଶେଷ ହେବା ପର୍ଯ୍ୟନ୍ତ ପ୍ରଭୁ ଏମାନଙ୍କୁ ରକ୍ଷା କରିବେ। ଏହି 1,44,000 ଲୋକମାନେ, ଏମାନେ ହିଁ ସାରା ପୃଥିବୀରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ରାଜ୍ୟର ସୁସମାଚାର ପ୍ରଚାର କରିବେ। ମାଥ୍ୟୁ 24:14 କି ଏମାନେ ରାଜ୍ୟର ସୁସମାଚାର ସାରା ଜଗତରେ ପ୍ରଚାର କଲା ପରେ ଯୁଗାନ୍ତ ହେବ। ମଣ୍ଡଳୀ ନାହିଁ, ମଣ୍ଡଳୀ ତ ଆଗେ ପଳେଇବ। ମଣ୍ଡଳୀ ପଳେଇଲା ପରେ ବହୁତ କିଛି ଘଟଣା ଘଟିବାର ରହିଛି ଜଗତରେ। ଜିହୁଦୀ ମାନଙ୍କର ପରିବର୍ତ୍ତନ ଅଛି, 666 ମୁଦ୍ରା ବି ନେବାର ଅଛି। ବାକି ଲୋକମାନେ ଦୁଇ ସାକ୍ଷୀଙ୍କର ସେବା କାର୍ଯ୍ୟ ଅଛି, ବହୁତ ଗୁଡାଏ କାମ ଅଛି। ଆମର ତା ସହିତ ସମ୍ପର୍କ ନାହିଁ। ତେଣୁକରି ଦୁଇ ସାକ୍ଷୀ କିଏ? ଏଲିଓ ମୋସା ନା ଏଲିଓ ହନୋକ ନା ଏଲିଓ କିଏ, ସେଟା ଆମର ସମ୍ପର୍କ ନାହିଁ ତା ସହିତ। ଦୁଇ ସାକ୍ଷୀ ଆସିବେ। କାହାରି ପାଇଁ? ଜଗତ ପାଇଁ ନାହିଁ, ଜିହୁଦୀ ମାନଙ୍କୁ ବୁଝାଇବା ପାଇଁ ଆସିବେ। କାରଣ ଜିହୁଦୀ ମାନେ ନା ମଣ୍ଡଳୀର ସାକ୍ଷ୍ୟ ମାନିଲେ, ଶୁଣିଲେ, ନା ପ୍ରେରିତ ମାନଙ୍କର ସାକ୍ଷ୍ୟ ଶୁଣିଲେ। ତେଣୁକରି ପୁରାତନ ନିୟମରୁ 2 ଜଣ ଆସିବେ ସ୍ୱର୍ଗରୁ, ସେମାନେ ଶୁଣାଇବେ। ତୁମ ବୁଦ୍ଧି ନାହିଁ କି ତୁମମାନଙ୍କୁ ଏତେ ଏତେ ବ୍ୟବସ୍ଥା ପଢିକି ଚିହ୍ନି ପାରିଲ ନାହିଁ କି, ତ ଗାଳି କରିବେ ସେମାନଙ୍କୁ। ତ ଦୁଇ ସାକ୍ଷୀ ଆସିବେ ଜିହୁଦୀ ମାନଙ୍କ ପାଇଁ ବୋଲି। ଆଉ ସବୁ ଜିହୁଦୀ ମାନେ ପରିବର୍ତ୍ତନ ହେବେନି। 1,44,000 ଯେତେ ଜଣ ଜିହୁଦୀ ଅଛନ୍ତି, ସବୁ ନାହିଁ ଆଜ୍ଞା, ସବୁ ନାହିଁ, ମନୋନୀତ ଥିବେ ସେଠି। ଏଇ ବାକି 3.5 ବର୍ଷ ଏମାନେ ଚାରିଆଡେ ଶୁଣାଇବେ କି ଏଇ ଭଣ୍ଡ ଖ୍ରୀଷ୍ଟର ରାଜ୍ୟ ପ୍ରତି ଭରସା କର ନାହିଁ ତମମାନେ। ଶୈତାନଟା ଇଏ, ଅନ୍ଧକାର ଶକ୍ତି ଇଏ। ଆମର ଯୀଶୁ ଆସିବାକୁ ଯାଉଛନ୍ତି, 1,000 ବର୍ଷ ରାଜ୍ୟ କରିବେ ବୋଲି ଶୁଣାଇବେ। ଏମାନଙ୍କୁ ମାରିବା ପାଇଁ ଅର୍ଡର ଦିଆଯିବ, କିନ୍ତୁ ପ୍ରଭୁ ଏମାନଙ୍କୁ ବଞ୍ଚାଇବେ। ତ 3.5 ବର୍ଷ ସେମାନେ ଲୁଚି 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 ବୁଲି ବୁଲି ଲାଷ୍ଟକୁ ଜିତ ପର୍ବତ ପାଖରେ ଯାଇକି ଲୁଚି ପଡିଥିବେ। ଏମାନେ ଜିତ ପର୍ବତ ପାଖରେ ଲୁଚି ପଡିଛନ୍ତି ବୋଲି ଭଣ୍ଡ ଖ୍ରୀଷ୍ଟ ଶୁଣିକି ଆଦେଶ ଦେବ ଏମାନଙ୍କୁ ମାରି ଦିଆଯାଉ ବୋଲି। ଆଉ ସମସ୍ତ ସୈନିକ ମାନେ, ଭଣ୍ଡ ଖ୍ରୀଷ୍ଟ, ଭଣ୍ଡ ମାଓବାଦୀ, ପ୍ରକାଣ୍ଡ ସର୍ପ, ଶୈତାନ ସମସ୍ତେ ସେ ପାଖକୁ ଆସିଲା ବେଳକୁ ଆକାଶ ଉନ୍ମୁକ୍ତ ହେବ, ଖୋଲା ହେବ। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଶ୍ଵେତ ଅଶ୍ୱାରୋହୀ ହୋଇ ଓହ୍ଲାଇ ଆସିବେ। ଆଉ ତାଙ୍କର ଆଗମନର ସେ ଲାଇଟିଂ ରେ ଭଣ୍ଡ ଖ୍ରୀଷ୍ଟ, ଭଣ୍ଡ ଭାଓବାଦୀ ମାନେ ସ୍ମାsh। ତାଙ୍କର ଆଗମନ ଦେଖିକି, ଏଟା ଆଗମନକୁ ଅଟକାଇବେ ବୋଲି ଜଗିଥିଲା, ହେଇପାରିଲା ନାହିଁ। ତାଙ୍କର ଆଗମନର ତେଜରେ ଏ 66 ମୁଦ୍ରା ନେବା ଲୋକମାନେ, ଏ ଶୈତାନ ସପକ୍ଷ ଲୋକମାନେ ସମସ୍ତେ ମରିଯିବେ। ବେଶୀ ସମୟ ଫାଇଟିଂ ବି କରିବାକୁ ପଡିବନି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜିତ ପର୍ବତ ଉପରେ ପାଦ ରଖିବେ, ତା 2 ଭାଗ ହେବ। ଏଇ ଜିହୁଦୀ ମାନେ ସେଇ ଭିତରେ ଯାଇକି ଲୁଚିବେ। ପ୍ରଭୁ ଏମାନଙ୍କୁ ସମସ୍ତଙ୍କୁ ସଂହାର କରିବେ। ଆଉ ଲୁସିଫର ହାତ 2ଟା ଉଠାଇ ଦେଇକି ଆଣ୍ଠୁ ମାଡ଼ିକି କହିବ, ତୁମେ ପ୍ରଭୁ ଅଟ। ମାନିବ ସେଦିନ। प्रभु को भी आप क्या बोलता? हम क्या बोलता? आप ही परमेश्वर को, आप ही प्रभु हो। तो शैतान को बांधिकी पाताल कुंडरे ଫିଙ୍ଗି ଦେବେ। ସେତେବେଳେ ଗୌରବ ସିଂହାସନର ବିଚାର ହେବ। ତାହା ପରେ 1,000 ବର୍ଷ ଏଇ ଶାସନ କରିବେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏଇ ଜଗତରେ। ତ ଏ 1,000 ବର୍ଷର ଶାସନ ଯାହା ଅଟେ, ତାହା ଅଟେ ପତ୍ରକୁଟୀର ପର୍ବ। ଆପଣ ଆପଣ ଘର ଦ୍ୱାର ଛାଡି ଏମାନେ ବାହାରକୁ ଯାଇ 7 ଦିନ ପତ୍ର କୁଟୀର ବନାଇକି ରହିବେ। ଟେମ୍ପୋରାରୀ। ତ ଆମର ପ୍ରକୃତ ବାସସ୍ଥାନ ନୂତନ ଜେରୁସାଲେମ ସ୍ୱର୍ଗରେ। କିନ୍ତୁ ପ୍ରଭୁ ଏଇ ଜଗତରେ 1,000 ବର୍ଷ ମଜାରେ କାଟିକି ଆସିବା ବୋଲି ଓହ୍ଲାଇ ଆସିବେ। କାରଣ ପ୍ରଭୁ ଚାହୁଁଥିଲେ ଏ ଦିନ ଉଦ୍ୟାନ ସୃଷ୍ଟି କରିକି, ଆଦମ ହବାଙ୍କୁ ସୃଷ୍ଟି କରିକି, ଏ ଦିନ ଉଦ୍ୟାନରେ ସୁନ୍ଦର ନଦୀ, ଫଳବନ୍ତ ବୃକ୍ଷ, ସୁନ୍ଦର ପବନ, ସୁନ୍ଦର ପାଣି ପାଗ, ପଶୁମାନେ ମଧ୍ୟ ହିଂସକ ନ ହୋଇକି ଏଟା ସୁନ୍ଦର ଥିଲା। ଯେଉଁ ବାତାବରଣ ପରମେଶ୍ୱର ଆଶା କରିଥିଲେ, ତାହା 1,000 ବର୍ଷ ଶାସନରେ ହେବ। ମାନେ ପୁରା ୱାର୍ଲଡ ପୁରା ଏଦେନ ଉଦ୍ୟାନ ପରି ଥିବ ବୋଲି ଅର୍ଥ। ପତ୍ର କୁଟୀର ପର୍ବ। ଆମେ ପରମାନେଣ୍ଟ ରହିବୁନି, 1,000 ବର୍ଷ ରହିବୁ, ତାପରେ ଘରକୁ ଫେରିବୁ।
ହଁ, ଏଇଟା ଗୋଟେ ଡାୟଗ୍ରାମ ବନାଇବା ପାଇଁ ଚେଷ୍ଟା କରିବି ଯେପରିକି ଆପଣମାନେ ବୁଝିପାରିବେ। ନିସ୍ତାର ପର୍ବ ଯୀଶୁ ଖ୍ରୀଷ୍ଟଙ୍କ କୃଷାର୍ପଣ। ଖମିର ଶୂନ୍ୟ ରୋଟିର ପର୍ବ ପ୍ରଭୁ ଭୋଜ। ପ୍ରଥମ ଫଳ, ପ୍ରଥମ ଶସ୍ୟର ଅର୍ପଣର ପର୍ବ ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନ। 50ତମ ପେଣ୍ଟିକଷ୍ଟ ପର୍ବ ପବିତ୍ର ଆତ୍ମାଙ୍କର ଅବତରଣ, ମଣ୍ଡଳୀର ସ୍ଥାପନ। ତୁରି ଧ୍ୱନିର ପର୍ବ ମଣ୍ଡଳୀର ଉତ୍ଥାପନ। ପ୍ରାୟଶ୍ଚିତ ଦିନ ଜିହୁଦୀ ମାନଙ୍କର ପରିତ୍ରାଣ। ପତ୍ରକୁଟୀର ପର୍ବ ସହସ୍ର ବର୍ଷ ଶାସନ। ଜିହୁଦୀ ମାନଙ୍କର ପ୍ରତ୍ୟେକ ଏଇ 7ଟି ପର୍ବରେ ନୂତନ ନିୟମର ଯୋଜନା ପ୍ରଭୁ ବନାଇଲା ବେଳକୁ ଏବେ ବି ପର୍ବ ପାଳୁଛନ୍ତି ଲୋକମାନେ। ଏବେ ବି ପର୍ବ ସେମାନଙ୍କ ପାଇଁ ପର୍ବ ସେଟା ବାଇବଲରେ ଲେଖା ଅଛି। କିନ୍ତୁ ଆମେ କଣ ଶୁଣିଲୁ? ସେଟା ଛାୟା ଥିଲା, ଓନଲି ଶ୍ୟାଡୋ ଥା। ଛାୟାକୁ ଦେଖି ଏଟା କଣ ହେଇଥିବ ଗେସ୍ କରିପାରିବ କି? ନା ନା, ଏଟା କଣ ଏମିତି ଦେଖାଯାଉଛି? ସିଧା ଦେଖିଲା ବେଳକୁ କଣ ଗୋଟେ ହେଇଥିବ, ଅଲଗା କଣ? ଆରେ ସେ ଜିନିଷକୁ ଛାୟାକୁ मैच का हुए नहीं बेले बेले, कुछ और देखकर कुछ और समझ जाते हैं हम लोग। जिहुदी ମାନଙ୍କ ପାଇଁ ଯେହେତु ପବିତ୍ର ଆତ୍ମା ଦତ୍ତ ହେଲେନି, ସେମାନେ ମାନିଲେ ନାହିଁ, ପ୍ରଭୁଙ୍କୁ ମାନିଥାନ୍ତେ, ପବିତ୍ର ଆତ୍ମା ପାଇଥାନ୍ତେ। ତ ପ୍ରେରିତ ମାନେ, ସେ ପେଣ୍ଟିକୋସ୍ତ ଦିବସର ବାପ୍ତିଜିତ ହେଇଥିବା ଜିହୁଦୀ ମାନେ ପ୍ରଭୁଙ୍କୁ ମାନି ନେଇଥିବାରୁ, ବିଶ୍ୱାସ କରିଥିବାରୁ, ପବିତ୍ର ଆତ୍ମା ପାଇଥିବାରୁ ସବୁ ବୁଝିନେଲେ ଏମାନେ ସବୁ। ରାଇଟ୍, ପ୍ରେଜ୍ ଦ ଲର୍ଡ। ଏବେ ଆସନ୍ତୁ, ଟାଇମ ଅଛି କି ଦାନିଏଲ ପୁସ୍ତକ ପାଖକୁ। ଏଟା କଣ କ୍ଲିୟର ହେଲା? କାହିଁକି ସେପ୍ଟେମ୍ବର 23 ବୋଲି ସବୁବେଳେ କୁହା ହଉଛି ବୋଲି ଶୁଣିଲୁ, ତ ଜାଣିଲୁ ଏଟା ସପ୍ତମ ମାସ ଜିହୁଦୀ ମାନଙ୍କ ପାଇଁ। ଏଇ ସପ୍ତମ ମାସରେ ତୁରି ଧ୍ୱନିର ପର୍ବ ହୁଏ, ତ ଯାହା 23 ତାରିଖରେ ହେବାକୁ ଯାଉଛି। ତବେ ତୃତୀୟ ପ୍ରଶ୍ନ ଆମର ହେଲା, ଏହି ବର୍ଷକୁ କାହିଁକି ଏତିକି ଜୋର ଦିଆ ହଉଛି? ଦାନିଏଲ ପୁସ୍ତକ 9 ଅଧ୍ୟାୟ। ଆପଣମାନେ କନଫ୍ୟୁଜ ହେଉଛନ୍ତି, ବହୁ ଜଣଙ୍କ ମନରେ ଟିକେ ଡାଉଟ ରହିଗଲା, ରାଜବାଦୀ କିଛି କହୁନାହାନ୍ତି କଣ, ସବୁବେଳେ ଆଗମନ ଆଗମନ ହଉଥିବେ, କିଛି କହୁନାହାନ୍ତି ବୋଲି କଣ ବୋଲି ଜଗିଛନ୍ତି ବହୁତ ଲୋକ ବୋଲି ଜଣାଅଛି। ଜାଣିବାଟା ବି ଠିକ ଭଲ। ଦାନିଏଲ ପୁସ୍ତକ 9 ଅଧ୍ୟାୟରେ ମୋ ପଟେ ଦେଖନ୍ତୁ। ଜିହୁଦୀ ମାନେ ବାବିଲ ଦାସତ୍ୱକୁ ଯାଇଥିଲେ। ମୋ ପଟେ ଦେଖନ୍ତୁ, ଭଲରେ ଶୁଣନ୍ତୁ, ବୁଝେଇବି। ବେଳେବେଳେ ଖାଲି ପଢିଲେ ବୁଝି ହେବନି, ଶୁଣିଲେ ଟିକେ ବୁଝିବେ ବୋଲି ଜଣାଉଛି। ଜିହୁଦୀ ମାନେ ବାବିଲ ନବୁକଦନେଜର ଆସିକି ନେଇଯାଇଥିଲା। ତ ବହୁତ ଜଣ ଭାଓବାଦୀ ମାନେ, ଭଣ୍ଡ ଭାଓବାଦୀ ମାନେ କହୁଥିଲେ, ନା ନା ନେବୁକଦନେଜର ଆସି କିଛି କରିବନି ବୋଲା ବେଳକୁ ଜିର୍ମିୟା କହିଲେ, ଆସିକି ନେଇଯିବ ତ ଆଉ। ନା ନା, ସଦା ପ୍ରଭୁ ମଙ୍ଗଳ କରିବେ ଦେଶ ପ୍ରତି ବୋଲାରୁ ଜିର୍ମିୟା କହିଲେ, ହଁ କରିଥାନ୍ତେ, ତମମାନଙ୍କର ଦୁଷ୍ଟ କାମ ପରିତ୍ୟାଗ କରିକି ଅନୁତାପ କଲେ କରିଥାନ୍ତେ। ନା, ପ୍ରଭୁ ମଙ୍ଗଳକାରୀ। ଭଣ୍ଡ ଭାଓବାଦୀ ମାନଙ୍କର ଶିକ୍ଷା, ନା ତୁମେ କଦାପି ତୁମେ ଦାସତ୍ୱରେ ଯିବ ନାହିଁ ବୋଲି ମିଛ ଭାବାଣୀ କହିଲେ। ଭଣ୍ଡ ଭାବାଣୀ କହିଲା ବେଳକୁ ସତରେ ନେବୁକଦନେଜର ଆସିଲା, ଏମାନଙ୍କୁ ଧରି ପଳେଇଲା। ଏ ଭଣ୍ଡ ଭାବବାଦୀ ମାନେ ଘାବରା, ଏମିତି କେମିତି ହେଲା, କେମିତି ଫେଲ ହେଇଗଲୁ? ହେଲେ ବି ପରିବର୍ତ୍ତନ ହେବାର ଅଛି ନା। ଆହୁରି ଷ୍ଟାର୍ଟ କଲେ, ନା ବେଶୀ ଦିନ ରହିବୁନି ଏଠି, ଆମେ ଆମ ସଦା ପ୍ରଭୁ ଆସିକି ଆମକୁ ରକ୍ଷା କରିକି ନେବେ। ତ ଜିର୍ମିୟା କହିଲେ, ନା ବାବୁ, 70 ବର୍ଷ ରହିବ ସେଠି। ଏଁ ଭଣ୍ଡ ଭାବବାଦୀ ମାନେ କହୁଛୁ, ନା ନା, 2-3 ବର୍ଷ ଭିତରେ ଆମେ ଫେରିବୁ। ପ୍ରଭୁ ଜଣାଇଲେ, ପ୍ରଭୁ ଦେଖାଇଲେ, ପ୍ରଭୁ ଦର୍ଶନ ଦେଲେ, ସେ ମଙ୍ଗଳକାରୀ ଅଟନ୍ତି। ଜିର୍ମିୟା କହିଲେ, ନା ନା ନା, ତୁମମାନଙ୍କର ପାପର ହିସାବ ଅନୁସାରେ 70 ବର୍ଷ ରହିବ ସେଠି, କଟିବ। ତ ସତରେ ସେ ଭାଓବାଦୀ ମାନଙ୍କର, ଭଣ୍ଡ ଭାଓବାଦୀ ମାନଙ୍କୁ ସଫଳ ହେଲାନି। 2-3 ବର୍ଷ ଭିତରେ ପ୍ରଭୁ ଆସିକି ସେମାନଙ୍କୁ ମୁକ୍ତ କଲେନି। ଧୀରେ ଧୀରେ ଲୋକମାନେ ସେଠି ସେଟଲ ହେଇଗଲେ, ହତାଶ ହେଇଗଲେ, ମନେ ପକାଇଲେ ଆଉ 70 ବର୍ଷ ରହିବାକୁ ପଡିବ ନାଇଁ କି ବୋଲି। 70 ବର୍ଷ ଶେଷ ହେଉଥିଲା ବେଳକୁ ଦାନିଏଲ ଭବିଷ୍ୟତ ବକ୍ତା ଆସିକି ସେ ପ୍ରାର୍ଥନା କରିବାକୁ ଷ୍ଟାର୍ଟ କଲେ। 9 ଅଧ୍ୟାୟ, ଦାନିଏଲ 9 ଅଧ୍ୟାୟରେ, କି ପ୍ରଭୁ 70 ବର୍ଷ ଶେଷ ହେଉଛି, ଆମକୁ ମୁକ୍ତ କରିଦିଅ, ଆମକୁ କ୍ଷମା କରିଦିଅ, ଗୋଡ ଧରୁଛୁ ପ୍ରଭୁ, ଆମର ପିତୃପୁରୁଷ ମାନଙ୍କର ପାପକୁ କ୍ଷମା କର, ଆମେ ବି ସେଇ ପାପ କରୁଛୁ, ଆମକୁ ବି କ୍ଷମା କର, ଦୟା କର, କେତେ ଦିନ ରାଗିବ ପ୍ରଭୁ, ଆମକୁ ଉଦ୍ଧାର କର। ତ ସେତେବେଳେ ଗାବ୍ରିଏଲ ଦୂତ ଆସିକି ଦାନିଏଲକୁ ଜଣାଇବେ, ହଁ ବାବୁ ଯିବ, 70 ବର୍ଷ ତ ସରିଲା, କିନ୍ତୁ ଜିହୁଦୀ ମାନଙ୍କର ପୁରା ପାପ ସବୁ କ୍ଲିୟର ହେବା ପାଇଁ 70 ବର୍ଷ ନାହିଁ, 70 ସପ୍ତାହ ବାଲାନ୍ସ ଅଛି ବୋଲେ। 70 ସପ୍ତାହ କଣ?
ମାନେ ଗୋଟେ ସପ୍ତାହକୁ 7 ଦିନ ଥିବ, କିନ୍ତୁ ବାଇବେଲ ଭାଷାରେ ଗୋଟେ ସପ୍ତାହରେ 7 ବର୍ଷ ଅଛି। ପଢିବା କି 9 ଅଧ୍ୟାୟ 24 ପଦ, ଦାନିଏଲ ପୁସ୍ତକ, ଦାନିଏଲ 9:24। ଆଜ୍ଞା ଲଙ୍ଘନ ସମାପ୍ତ କରିବାକୁ, ଗଣୁଛେ 6ଟା ପୁରା 7ଟା ଥିବ। ନମ୍ବର 1 ଆଜ୍ଞା ଲଙ୍ଘନ ସମାପ୍ତ କରିବାକୁ, ନମ୍ବର 1। ନମ୍ବର 2 ପାପର ଶେଷ କରିବାକୁ, ନମ୍ବର 2। ଓ ଅଧର୍ମର ପ୍ରାୟଶ୍ଚିତ କରିବାକୁ, ନମ୍ବର 3। ଆଉ ଅନନ୍ତ କାଳ ସ୍ଥାୟୀ ଧର୍ମ ଆଣିବାକୁ, ନମ୍ବର 4। ପୁଣି ଦର୍ଶନ, ନମ୍ବର 5। ଭବିଷ୍ୟତ ବାକ୍ୟ, ନମ୍ବର 6। ମୁଦ୍ରାଙ୍କିତ କରିବାକୁ, ଆଉ ସପ୍ତମ ପବିତ୍ର ତମ୍ବୁକୁ ଅଭିଷିକ୍ତ କରିବାକୁ, ତୁମ୍ଭ ଲୋକଙ୍କର ଓ ତୁମ୍ଭ ପବିତ୍ର ନଗର ନିମନ୍ତେ 70 ସପ୍ତାହ ନିରୂପିତ ହୋଇଅଛି। ମୋ ଉପରେ ଦେଖନ୍ତୁ, ଟୋଟାଲ ଏବେ ତ 70 ବର୍ଷ ପରେ ତୁମେ ଫେରିଯିବ ଜିହୁଦାକୁ, ଯେ ବହୁତ କିଛି ଆହୁରି ଅଛି। ଏ ପାରସ୍ୟ ରାଜ୍ୟ ସମାପ୍ତ ହେଲା ପରେ ଗ୍ରୀକ ରାଜ୍ୟ ଆସିବ, ତାପରେ ରୋମର ସାମ୍ରାଜ୍ୟ ଆସିବ, ବହୁତ ଅଛି। ଜିହୁଦୀ ମାନଙ୍କର ପାପ ଅପରାଧ ସବୁ କ୍ଲିୟର କରିବାକୁ, ସେମାନେ କ୍ଷମା ପାଇବାକୁ, ପବିତ୍ରୀକୃତ ହେବାକୁ, ଏଇ ଜେରୁସାଲେମ ପବିତ୍ର ହେବାକୁ, ଆଉ ସେ ପୁରା ଭାବବାଣୀ ସବୁ ଶେଷ ହେବାକୁ, ଏଟସେଟ୍ରା ଏଟସେଟ୍ରା 7ଟା କାମ ହେବାକୁ 70 ସପ୍ତାହ ବାଲାନ୍ସ ଅଛି ବୋଲେ। ଏଇଟା ତ 70 ବର୍ଷ ସରିଲା। 70 ସପ୍ତାହ ବୋଲି କହିଲେ କେତେ? ଗୋଟେ ସପ୍ତାହକୁ 7 ବର୍ଷ ବୋଲେ 70 ସପ୍ତାହକୁ 490 ବର୍ଷ ନା? ନାଇଁ, ଶୁଣନ୍ତୁ, 490। ଠିକ ଅଛି, 25 ପଦରୁ ପଡୁଛି। ଏଥିପାଇଁ ତୁମ୍ଭେ ଜ୍ଞାତ ହୁଅ ଓ ବୁଝ ଯେ ଜେରୁସାଲେମକୁ ପୁନଃସ୍ଥାପନ ଓ ନିର୍ମାଣ କରିବାର ଆଜ୍ଞା ପ୍ରକାଶ ହେବା ସମୟଠାରୁ ଅଧିପତି ଅଭିଷିକ୍ତ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ 7 ସପ୍ତାହ ହେବ। ପୁଣି ସଙ୍କଟ କାଳରେ ହିଁ ତାହା ତାହା ଛକ ଓ ପରୀକ୍ଷା ସହିତ 3 କୋଡ଼ି 2 ସପ୍ତାହ ପୁନର୍ନିର୍ମିତ ହେବ। ପୁଣି 3 କୋଡ଼ି 2 ସପ୍ତାହ ଉତ୍ତାରେ ଅଭିଷିକ୍ତ ବ୍ୟକ୍ତି ଉଚ୍ଛିନ୍ନ ହେବେ ଓ ସେ ଅକିଞ୍ଚନ ହେବେ, ଆଉ ଆଗାମୀ ଅଧିପତିର ଲୋକମାନେ ନଗର ଓ ଧର୍ମଧାମ ନଷ୍ଟ କରିବେ ଓ ପ୍ଲାବନ ଦ୍ୱାରା ତାହାର ଶେଷ ହେବ। ପୁଣି ଶେଷ ପର୍ଯ୍ୟନ୍ତ ହିଁ ଯୁଦ୍ଧ ହେବ। ନାନା ଉଚ୍ଛିନ୍ନତା ନିରୂପିତ ହୋଇଅଛି। 27 ପଦ। ପୁଣି ସେ 1 ସପ୍ତାହ ପର୍ଯ୍ୟନ୍ତ ଅନେକର ସହିତ ଦୃଢ ନିୟମ କରିବ ଓ ସପ୍ତାହର ଅର୍ଦ୍ଧେକ କାଳ ଯଜ୍ଞ ଓ ନୈବେଦ୍ୟ ନିବୃତ୍ତ କରାଇବ। ଆଉ ଘୃଣା ଯୋଗ୍ୟ ବସ୍ତୁର ପକ୍ଷ ଉପରେ ବିନାଶକ, ଠିକ କହିଲି? ଘୃଣା ଯୋଗ୍ୟ ବସ୍ତୁ ସକଳର ପକ୍ଷ ଉପରେ ବିନାଶକ ଜଣେ ଆସିବ। ପୁଣି ନିରୂପିତ ସିଦ୍ଧି ପର୍ଯ୍ୟନ୍ତ ବିନାଶକର ଉପରେ କ୍ରୋଧ ଢଳାଇବ। 70 ସପ୍ତାହରେ କଣ କଣ ହେବ ଲେଖା ଅଛି, ପଢିଲେ ବୁଝି ହବନି, ବୁଝାଇ ଦେଉଛି। ଦେଖନ୍ତୁ ମୋ ପଟେ, ନମ୍ବର 1 ଏମାନେ 70 ସପ୍ତାହରେ ଥିଲେ, 70 ବର୍ଷ ବାବିଲ ଦାସତ୍ୱରେ ଥିଲେ। ସମାନ ଦାନିଏଲ ଥିଲେ କୋରେଶର ରାଜାଙ୍କ ପର୍ଯ୍ୟନ୍ତ, ଦରିଆବେଶର ରାଜାଙ୍କ ପର୍ଯ୍ୟନ୍ତ। ଦରିଆବେଶ ମରିଲା ପରେ କୋରେଶ ଆସିଲେ। କୋରେଶ ସମୟରେ ପରମେଶ୍ୱର ଦର୍ଶନ ଦେଲେ, କହିଲେ ଜିହୁଦୀ ମାନଙ୍କୁ ତୁମେ ଯାଅ ଜେରୁସାଲେମ ଯାଇକି ମନ୍ଦିର ନିର୍ମାଣ କର। ଏଜ୍ରା ପୁସ୍ତକରେ ମନ୍ଦିର ନିର୍ମାଣ ହେଲା। ନିହିମିଆ ପୁସ୍ତକରେ ମନ୍ଦିରର ପ୍ରାଚୀର ନିର୍ମାଣ ହେଲା। ମନ୍ଦିରର ପ୍ରାଚୀର ମାନେ ମନ୍ଦିର ପ୍ରାଚୀର ନାହିଁ, ଜେରୁସାଲେମର ପ୍ରାଚୀର ନିର୍ମାଣ ହେଲା। ଜେରୁସାଲେମ ପୁନର୍ନିର୍ମାଣ କରାଯାଉ ବୋଲିବାର ଆଦେଶ ଠାରୁ ଗଣିକି ଗୋଟେ 7 ସପ୍ତାହ, ତାପରେ 62 ସପ୍ତାହ ଗଣ। ମସିହା ଅଭିଷିକ୍ତ ଆସିବେ, ତାଙ୍କୁ ମାରି ଦିଆଯିବ। ଓକେ, 62 ସପ୍ତାହ ଆଉ 7 ସପ୍ତାହ ମିଶିଲେ 69 ଇୟର୍ସ କମ୍ପ୍ଲିଟ ହେଲା। କୋଉଠରୁ? ଜେରୁସାଲେମ ପୁନର୍ନିର୍ମାଣ ହେବା ଠାରୁ, ମାନେ ନିହିମିଆ ପୁସ୍ତକ ଠାରୁ ଆରମ୍ଭ କରିକି ପ୍ରଭୁ ଯୀଶୁ ଖ୍ରୀଷ୍ଟ
ଗଧ ଉପରେ ବସିକି ଜେରୁସାଲେମରେ ପ୍ରବେଶ କରିବେ ସେହି ଦିନ ପର୍ଯ୍ୟନ୍ତ। ସେହି ଦିନ ଅଭିଷିକ୍ତ ରାଜା କଟାଯିବେ ବୋଲି ଲେଖା ହେଇଛି। ସେହି ସପ୍ତାହରେ ଯୀଶୁଙ୍କୁ କ୍ରୁଶାର୍ପଣ କରିଦେଇଥିଲେ। ପାମ୍ ସଣ୍ଡେ, ଖଜୁରୀ ବାହୁଙ୍ଗା ପର୍ବ, ରାଇଟ। ତ 69 ସପ୍ତାହ ସରିଲା ଗୋଟେ ନେହେମିଆ ପୁସ୍ତକ ଠାରୁ ଯୀଶୁ ଜେରୁସାଲେମରେ ଗଧ ଉପରେ ବସିକି ଆସିବା ଦିନ ପର୍ଯ୍ୟନ୍ତ 69 ୱିକ୍ସ ଟା ସମାପ୍ତ ହେଲା। ଗୋଟେ ସପ୍ତାହ ବାଲାନ୍ସ ରହିଛି। ଭଲ ଶୁଣନ୍ତୁ, ଯୀଶୁ ଖ୍ରୀଷ୍ଟ କୋଉ ବର୍ଷରେ କ୍ରୁଶାର୍ପିତ ହେଇଥିଲେ? 2032। ଯଦି ବୁଝିପାରନ୍ତି ସକାଳୁ ଅର୍ଥର ପରେ ଶୁଣିବେ, ଡାଉଟ୍ ଥିଲେ ମତେ ପଚାରି ପାରିବେ, କିଛି ଚିନ୍ତା ନାହିଁ। ଯୀଶୁ ଖ୍ରୀଷ୍ଟ 2032ରେ, ସରି ହଁ 32ରେ କ୍ରୁଶାର୍ପିତ ହେଇକି ଉତ୍ଥାପିତ ହେଇକି ସ୍ୱର୍ଗ ପଳାଇଲେ। ଏବେ ରହିଲା ଯୀଶୁ ଖ୍ରୀଷ୍ଟ କ୍ରୁଶାର୍ପିତ ହେବା ଭାବବାଣୀ ପର୍ଯ୍ୟନ୍ତ ହେଇଗଲା 69 ସପ୍ତାହ ସରିଲା। ଗୋଟେ ସପ୍ତାହ ବାକି ରହିଛି। ସେ ଗୋଟେ ସପ୍ତାହ ମାନେ କେତେ ବର୍ଷ ଅଛନ୍ତି ନା ନାଇଁ? 7 ବର୍ଷ। 7 ବର୍ଷ। 7 ବର୍ଷ, ବର୍ଷ। ଲାଷ୍ଟ 7 ବର୍ଷ। ଶୁଣନ୍ତୁ, ଏଇ 70 ସପ୍ତାହ କାହାରି ପାଇଁ? ବିଜାତି ମାନଙ୍କ ପାଇଁ ନା ଜିହୁଦୀ ମାନଙ୍କ ପାଇଁ? ବିଜାତି ମାନଙ୍କ ଜିହୁଦୀ ମାନଙ୍କ ପାଇଁ ଆଜ୍ଞା। ମାନଙ୍କ ପାଇଁ। ସେଇ ପଦ ଦେଖ ତ, 24 ପଦରେ, 9:24ରେ ଦେଖ, ତୁମ୍ଭ ଲୋକଙ୍କର ଓ ତୁମ୍ଭ ପବିତ୍ର ନଗର ନିମନ୍ତେ 70 ସପ୍ତାହ ନିରୂପିତ ହୋଇଅଛି। ଲାଷ୍ଟ 3ଟା ଲାଇନରେ ତୁମ୍ଭର ଲୋକମାନେ କାହାକୁ କୁହାହଉଛି? ଏଟା ଦାନିଏଲକୁ କୁହାହଉଛି କି 70 ବର୍ଷ ସରି ଆସୁଛି, ମାନେ ଯିବେ ଯେ ଜେରୁସାଲେମ, କିନ୍ତୁ ପ୍ରୋଗ୍ରାମ ଏଠି ସରି ନାହିଁ, ଷ୍ଟୋରି ସରି ନାହିଁ, ଏମାନଙ୍କ ପାଇଁ ଯୋଜନା ଏବେ ସରି ନାହିଁ। ତୁମ୍ଭର ଲୋକ, ଦାନିଏଲକୁ ଜିହୁଦୀ ମାନଙ୍କ ବିଷୟରେ କୁହାହଉଛି। ତୁମ୍ଭର ଲୋକମାନଙ୍କ ପାଇଁ 70 ସପ୍ତାହ, ଏଟା ବିଜାତି ମାନଙ୍କ ପାଇଁ ନୁହେଁ। ତ ଯୀଶୁ ଖ୍ରୀଷ୍ଟଙ୍କର କ୍ରୁଶାର୍ପଣ ପର୍ଯ୍ୟନ୍ତ 69 ସପ୍ତାହ ସରିଲା। ଗୋଟେ ସପ୍ତାହ ବାକି ରହିଛି। 69 ସପ୍ତାହ ଆଉ ଶେଷ ଗୋଟେ ସପ୍ତାହ ମଧ୍ୟରେ 2000 ବର୍ଷର ସ୍ପେସ୍ ଦିଆ ହେଇଛି। ମଣ୍ଡଳୀର ଯୁଗ ଏଟା, ବିଜାତି ମାନଙ୍କର କାଳ, ଜିହୁଦୀ ମାନଙ୍କର କାଳ ନାହିଁ ଏଟା। ନାଇଁ, ଜିହୁଦୀ ମାନଙ୍କର କାଳ ନୁହେଁ, ବିଜାତି ମାନେ ମଣ୍ଡଳୀରେ ସଂଯୁକ୍ତ ହେବାର କାଳ। ଏଟା ପବିତ୍ର ଆତ୍ମାଙ୍କର କାଳ, ଏଟା ସୁସମାଚାରର କାଳ। ଜିହୁଦୀ ମାନଙ୍କର କାଳ ନୁହେଁ, ଜିହୁଦୀ ମାନଙ୍କର ରାଜ୍ୟର ସୁସମାଚାର ବି ନୁହେଁ। ବାପ୍ତିଜକ ଯୋହନ ଆସିକି ରାଜ୍ୟର ସୁସମାଚାର ପ୍ରଚାର କଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ରାଜ୍ୟର ସୁସମାଚାର ପ୍ରଚାର କଲେ। ଶିଷ୍ୟମାନେ ମଧ୍ୟ ପେଣ୍ଟିକୋସ୍ତ ଦିବସ ପୂର୍ବରୁ ରାଜ୍ୟର ସୁସମାଚାର ପ୍ରଚାର କଲେ, କିନ୍ତୁ ସେମାନେ ଯୀଶୁଙ୍କୁ ରାଜା ପରି ମାନିଲେ ନାହିଁ। କ୍ରୁଶାର୍ପଣ କରିଦେଲାରୁ ସେ ରାଜ୍ୟର ସୁସମାଚାର ବନ୍ଦ ହେଲା। ଯୀଶୁ ଖ୍ରୀଷ୍ଟଙ୍କର କ୍ରୁଶର ସୁସମାଚାର ପ୍ରଚାରିତ ହେବାକୁ ଆରମ୍ଭ ହେଲା। ମଣ୍ଡଳୀରେ ଆମେ ସଂଯୁକ୍ତ ହେଲୁ। ଆମେ ତ 70ତମ ସପ୍ତାହ ବାଲାନ୍ସ ରହିଛି। ମଝିରେ ବିଜାତି ମାନଙ୍କର ସମୟ ଚାଲିଛି। ଲୋକ 21 ସାରିବା ଟିକେ ଲମ୍ବା ହେଇଯାଇଥିବ ନାଇଁ, ସରିଯିବ, ସରିଲା ଯେ ଲୁକ 21 20 praise the Lord. Yeah, 24 ରୁ ପଢୁଛି। ଲୁକ 21:24, ଆଉ ସେମାନେ ଖଡ୍ଗରେ ହତ ହେବେ ଓ ବନ୍ଦୀ ହୋଇ ସମସ୍ତେ ଅଣଜିହୁଦୀ ମଧ୍ୟକୁ ନିଆ ହେବେ। ପୁଣି ବିଜାତି ମାନଙ୍କର କାଳ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଜେରୁସାଲେମ ସେମାନଙ୍କର ପଦ ଦଳିତ ହୋଇ ରହିବ। ପଦ ଦଳିତ ରହିବ। ମୋ ପଟେ ଦେଖନ୍ତୁ, ଇସ୍ରାଏଲରେ ଅଧା ପାଲିସ୍ତିନୀୟ ମାନେ ବସିଛନ୍ତି, ବିଜାତି ମାନେ। ଗାଜାରେ ବିଜାତି ମାନେ ଅଛନ୍ତି। ଏବେ ଲଢାଇ ଯୋଟା ଚାଲିଛି କୋଟା ପାଇଁ, ଏଟା ଆମର ଭୂମି, ତୁମେ ପଳାଅ। ଜିହୁଦୀ ମାନେ କହୁଛନ୍ତି ପାଲେସ୍ତିନୀୟ ମାନଙ୍କୁ, ଏଟା ଆମର ଜମି, ତୁମେ କୁଆଡେ ପଳାଅ, ଏଟା ଗାଜା ଆମରଟା, ତୁମେ ପଳାଅ। ବମ୍ ଫମ୍ ଛାଡୁଛନ୍ତି, ଯୋଉଟା କି ବାକି ମୁସଲିମ ଦେଶ ମାନେ
ରାଗି ଯାଇଛନ୍ତି, ଆରେ ଶାନ୍ତିରେ ରହୁନାହାନ୍ତି, ଏଇଟା ଆମର ଆମର ବୋଲି କାହିଁକି ହଉଛ, ଏବେ ଯେ ରହିଲ ପରା। ସେମାନେ କହୁଛନ୍ତି ନାଇଁ ଏଇଟା ଆମେ ଆମେ ଆମର ଅଧୀନ କରିଲେ ହିଁ ଆମର ମସିହା ଆସିବେ ବୋଲି ଏମାନେ କେତେ ଭାବବାଣୀ ଧରିଛନ୍ତି। ଶାନ୍ତିରେ ରହିଥିଲେ ଏତେ ବର୍ଷ ରହୁନାହାନ୍ତି, ନା ରହିବନି, ତୁମେ ଗେଟ୍ ଆଉଟ୍, ତୁମେ ପଳାଅ। ତ ଏଇ ଝଗଡା ଚାଲିଛି। ତ କେତେ ଦିନ ଏମାନେ ବିଜାତି ମାନେ ଜେରୁସାଲେମକୁ ପାଦ ତଳେ ଦଳିତ କରିବା, ପୁଣି ବିଜାତି ମାନଙ୍କର କାଳ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ, ମାନେ ମଣ୍ଡଳୀରେ ସଂଯୁକ୍ତ ହେବାର କାଳ ସମ୍ପୂର୍ଣ୍ଣ ହେବ, ବନ୍ଦ ହେବ, ଆଜ୍ଞା ମଣ୍ଡଳୀ ପଳାଇବ। ଆଉ ନାଇଁ, ଆଉ କୁଆଡେ ପରିତ୍ରାଣ ପାଇବେ ବିଜାତି ମାନେ। ମଣ୍ଡଳୀ ନୀତ ହେଲା ପରେ ଦୁଇ ସାକ୍ଷୀ ଆସିକି ପୁନର୍ବାର ରାଜ୍ୟର ସୁସମାଚାର ଆରମ୍ଭ ହେବ। ଆଉ କ୍ରୁଶର ସୁସମାଚାର ନାହିଁ, ଆଉ ମଣ୍ଡଳୀରେ ସଂଯୁକ୍ତ ନାହିଁ, ଆଉ ବାପ୍ତିସ୍ମ ନାହିଁ, ଆଉ ନାହିଁ। ପରିତ୍ୟକ୍ତ ଖ୍ରୀଷ୍ଟିଆନ ମାନେ ଯଦି ସତରେ ପ୍ରଭୁଙ୍କ ଠାରେ ବିଶ୍ୱାସ କରିଛନ୍ତି, ସେମାନେ ବେକ କଟିବା ପାଇଁ ମରିଯିବା ଦରକାର। ଆଉ ସାକ୍ଷ୍ୟ କହିବୁ, ଆଉ ହିଲିଂ ହେବ, ଆଉ ମିରାକଲ ହେବ, ଆଉ ଆଶ୍ଚର୍ଯ୍ୟ କରିବ, କିଛି ନାହିଁ, ବେକ କଟି ହେବାର ମରିବାର ବାସ୍। ପରିତ୍ୟକ୍ତ ନ ହେବାଟା ହିଁ ଆମ ପାଇଁ ସୌଭାଗ୍ୟ, ପ୍ରଭୁଙ୍କର ମେଘ ଆସିକି ନେଇଯିବ। ରାଇଟ୍। ତ ଭଣ୍ଡ ଖ୍ରୀଷ୍ଟ, ମଣ୍ଡଳୀ ନୀତ ହେଲା ପରେ ଭଣ୍ଡ ଖ୍ରୀଷ୍ଟ ଆସିବ। ଶୁଣନ୍ତୁ, ଭଣ୍ଡ ଖ୍ରୀଷ୍ଟ ଆସି ଜିହୁଦୀ ମାନଙ୍କୁ ଆଉ ମୁସଲିମ କଣ୍ଟ୍ରି ଆରବ ମାନଙ୍କ ମଧ୍ୟରେ 7 ବର୍ଷର ଶାନ୍ତିର କଥାବାର୍ତ୍ତା କରିବ। ଏଇଟା ହେଲା ବିଶ୍ୱ ଶାନ୍ତି। ଏ କହିବ ମୁଁ ମୁଁ ଅଛି, ତୁମକୁ କେବେ ବି ଆଉ ତୁମକୁ କେବେ କ୍ଷତି କରିବନି, ଜିହୁଦୀ ମାନଙ୍କ ପକ୍ଷରେ ମୁଁ ଥିବି। ଏକ ଛୁଅନରେ ଜିହୁଦୀ ମାନଙ୍କୁ କହିଲାରୁ ସମସ୍ତେ ଚୁପ ହେଇଯିବେ। ତ ଜିହୁଦୀ ମାନେ ଷ୍ଟାନରେ ଯାହା ହଉ ଆମକୁ ବଞ୍ଚାବ, ଲୋକ ଜଣେ ଆସିଲା, ଟେ କିଏ ବୋଲଛ, ଏ ତ ଆମର ମସିହା ବୋଲି ତାକୁ ଭଣ୍ଡ ଖ୍ରୀଷ୍ଟ କରିକି ଠିଆ କରିଦେବେ, ତାକୁ ଖ୍ରୀଷ୍ଟ କରିକି ଠିଆ କରିବେ। ଆଉ ସେ କଣ କରିବ, ଜିହୁଦୀ ମାନଙ୍କ ପାଇଁ ଗୋଟେ ମନ୍ଦିର, ମୁସଲିମ ମାନଙ୍କ ପାଇଁ ଗୋଟେ ମସଜିଦ ସେହି ଜେରୁସାଲେମରେ ନୂଆରେ ନିର୍ମାଣ କରିବ। ନିର୍ମାଣ କଲା ପରେ 7 ବର୍ଷର ଅର୍ଦ୍ଧ କାଳରେ, ଅଧାରେ ଆପଣା ନିୟମ ଭାଙ୍ଗିଦେବ, ଜିହୁଦୀ ମାନଙ୍କ ସହିତ ଚୁକ୍ତିଟା କାଟିଦେବ। ସେଇ ଦିନ ହିଁ ଦୁଇ ସାକ୍ଷୀ ମରିବେ, ସେହି ଦିନ ହିଁ 1,44,000 ଜିହୁଦୀ ମାନେ ଆଖି ଖୋଲିବେ, ଚିହ୍ନିବେ ଆକୁ, ଏ ଶୈତାନଟା ବୋଲି। ତ 3.5 ଦିନ, 3.5 ଦିନ, ତ 7 ବର୍ଷ ବାକି ରହିଛି। ତ ଏବେ ଶୁଣନ୍ତୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟ କେତେବେଳେ କୃଷାର୍ପିତ ହେଇଥିଲେ? ଖ୍ରୀଷ୍ଟାବ୍ଦ 32ରେ। ତ 2032ରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କୃଷାର୍ପିତ ହେଇକି 2000 ବର୍ଷ ପୂରିବ। ଓକେ, ସେତେବେଳେ 2032 ବୋଲଥିଲେ ନାଇକି, ସରି, ଖ୍ରୀଷ୍ଟାବ୍ଦ 32ରେ କୃଷାର୍ପିତ ହେଇଥିଲେ, ଏବେ 32ରେ 2000 ବର୍ଷ ପୂରିବ। ତ ସେଇ ହିସାବ ଅନୁସାରେ 2032 ବେଳକୁ 2000 ବର୍ଷ ଯଦି ପୂରିଲା, ତ ପ୍ରଭୁଙ୍କ ଦୃଷ୍ଟିରେ ଗୋଟେ ଦିନ 1000 ବର୍ଷ, ଏ 2000 ବର୍ଷ 2 ଦିନ, ତୃତୀୟ 1000 ବର୍ଷ ଆରମ୍ଭ ହେବ 32 ପରେ। ତ ସେଇ ହିସାବରେ 2025ରୁ 2032କୁ 7 ବର୍ଷ ରହିଛି। ତ ହିସାବ କଣ କରୁଛନ୍ତି, ମାନେ ପ୍ରଭୁଙ୍କର ରାପ୍ଚର ହେଲେ ଏଇ ବର୍ଷ ସେପ୍ଟେମ୍ବର 23ରେ ହେବ। ଠିକ ଏବେଠୁ 32 ପର୍ଯ୍ୟନ୍ତ 7 ବର୍ଷ ଗଣିବାର, 7 ବର୍ଷ ପରେ ଯୀଶୁ ଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଗମନ ହେବ, ଭଣ୍ଡ ଖ୍ରୀଷ୍ଟର ସଂହାର ହେବ, ତାପରେ 1000 ବର୍ଷ ରାଜ୍ୟ ହେବ 1000 ପର୍ଯ୍ୟନ୍ତ। ବୁଝିପାରିଲେ ନା, କିଛି କନଫ୍ୟୁଜନ ଅଛି? ଯୀଶୁ ଖ୍ରୀଷ୍ଟ 32ରେ କୃଷାର୍ପିତ, ଏବେ 32ରେ 2000 ବର୍ଷ ପୂରିବ। ଓକେ, ଗୋଟେ ସପ୍ତାହ ବାକି ରହିଛି, ଗୋଟେ ସପ୍ତାହ ମାନେ 7 ବର୍ଷ ରହିଛି। ତ ଏଇ ବର୍ଷରୁ ଗଣିଲେ ହିଁ ସମାନ 32 ବେଳକୁ 7 ବର୍ଷ ସରୁଛି। ତ ଏଇ ବର୍ଷ ସେପ୍ଟେମ୍ବର 23 ଉପରେ ହିଁ ବହୁତ ନଜର ଅଛି ଲୋକମାନଙ୍କର। କିନ୍ତୁ ଏଣ୍ଡିଂ କଣ କହୁଛି, ମାନେ ଆପଣ ମାନଙ୍କୁ ପ୍ରଭୁ କେତେବେଳେ କେବେ ବି ତାରିଖ ଦେଇ ନଥିବାରୁ, ନମ୍ବର 1, ନମ୍ବର 2, ବାଇବଲରେ ଯେତେ ବି ଭାବବାଣୀ ହଉ, ଲୋକମାନେ ଆଗରୁ ଚିହ୍ନିକି ଅମକ ଦିନରେ ଅମକ ଘଟିବ, ପୁଣିରେ ଘଟିବ, ପୁଣିରେ ଘଟିବ, ପୁଣିରେ ବୋଲି ଗୋଟେ ତାରିଖ ଯୋଗୀ ବସିଲା ବେଳେ କେବେ ବି କୋ ଭାବବାଣୀ ବି ସଫଳ ହେଇନି, ଆଜ୍ଞା। ସଫଳ ହେଲା ପରେ ହିଁ ଚିହ୍ନିଥିଲେ କି ଆଗରୁ ଲେଖା ହେଇଛି ବୋଲି। କିନ୍ତୁ କେବେ ମଧ୍ୟ ବାଇବେଲର ସମୟର ଭାବବାଦୀ ମାନେ ମଧ୍ୟ ବହୁତ ଗୁଡାଏ ବିଷୟ ପ୍ରକାଶ କରିଥିଲେ। ସେଇ ଭାବବାଣୀ କୋଉ କାଳରେ କୋଉ ସମୟ ଦିନ ମାନଙ୍କର ସଫଳ ହେବ ସେ ଚିହ୍ନ ବି ଦେଇଥିଲେ, କିନ୍ତୁ କେବେ ବି ତାରିଖ ଦେଇ ନଥିଲେ।
କେବେ ମଧ୍ୟ ପ୍ରଭୁଙ୍କ ଲୋକମାନେ ବି କେବେ ମଧ୍ୟ ଗୋଟେ ତାରିଖ ଧରିକି ଯୋଗୀ ସେଦିନ ଅଙ୍କ ହେବ ପୁଣି ଅଙ୍କ ହେବ ପୁଣି ଯୋଗୀ ଥିଲା ବେଳେ ଭାବବାଣୀ ସଫଳ ହେଇନାହିଁ। ନିସ୍ତାର ପର୍ବ ବି ସେମିତି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜଗତକୁ ଆସିକି 33 ବର୍ଷ ପରେ କୃଷାର୍ପିତ ହେଇଥିଲେ, ମାନେ ତାର ଡେଟ୍ ହିସାବରେ ରଖିଲେ ନାହିଁ ପ୍ରଭୁ। ତାଳି ଶୂନ୍ୟ ରୋଟି, ନିସ୍ତାର ପର୍ବ ପରେ ତାଳି ଶୂନ୍ୟ, କିନ୍ତୁ ସେ ନିସ୍ତାର କୃଷାର୍ପିତ ହେବା ଆଗରୁ ହିଁ ରାତିରେ ସେମାନଙ୍କ ସହିତ ଭୋଜନ କଲେ। ଡେଟ୍ ଉପରେ ଗଲେନି ସେ। ସଫଳତା ହିଁ ଇମ୍ପୋର୍ଟାଣ୍ଟ, ଡେଟ୍ ଗୁରୁତ୍ୱ ନୁହେଁ ଏଠି। ତ ଠିକ ସେଇ ପ୍ରକାର ସେ କୃଷାର୍ପିତ ହେବା ପରେ, ବିଶ୍ରାମବାର ପରେ ସେ ଉତ୍ଥାପିତ ହେଲେ। ଶସ୍ୟ କଟା ପର୍ବ ଠିକ 50 ଦିନରେ ପବିତ୍ର ଆତ୍ମା ଓହ୍ଲାଇ ଆସିଲେ। ତାଙ୍କର ଲାଇଫରେ ବହୁତ ପେଣ୍ଟିକଷ୍ଟ ପର୍ବ ଦେଖିଥିଲେ ପ୍ରଭୁ ଯୀଶୁ ଖ୍ରୀଷ୍ଟ, ବହୁତ ନିସ୍ତାର ପର୍ବ ଦେଖିଥିଲେ। କୋ ନିସ୍ତାର ପର୍ବରେ ସେ କୃଷାର୍ପିତ ହେବେ ଠିକଣା ନଥିଲା, ହିସାବ ବି ନଥିଲା। ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ବି ସେମିତି। ହେରୋଦ ପଚାରିଥିଲେ ଫାରିସୀ ଶାସ୍ତ୍ରୀ ମାନଙ୍କୁ, ଯୀଶୁଙ୍କ ଜନ୍ମ ହେଲା ପୁଣି ପଣ୍ଡିତ ମାନେ ସେ ପଚାରିଲାରୁ ସେମାନେ କହିଲେ ହଁ ସେଠି ଲେଖା ଅଛି ମିକା ପୁସ୍ତକରେ, ସେ ଜନ୍ମ ହେବେ ବେଥଲେହେମରେ ଜନ୍ମ ହେବେ, ଆଉ ସେ କାଳ ବି ଚିହ୍ନ ବି ଲେଖା, କାଳ ମାତ୍ର କହିବେ, ତାରିଖ କହିବେ ନାହିଁ ଆଜ୍ଞା। ତାରିଖ କହିଦେଲେ ବିଶ୍ୱସ୍ତ ଲୋକଙ୍କୁ କେମିତି ଚିହ୍ନିବାର କହୁନାହାନ୍ତି। ଆମ ପରମେଶ୍ୱରଙ୍କର ଉତ୍ତମତା କଣ, ମାନେ ଠିକ ଅଛି ତାରିଖ ତ କହିବାନି କିନ୍ତୁ କାଳ ଲକ୍ଷଣ ଜଣାଇଦେବ କମ ସେ କମ ରେଡି ହେବେ ବୋଲି। ହେଲେ ଆମେ ଏତେ ଅବିଶ୍ୱସ୍ତ ଲୋକ କି ଆମେ ଜଗତର ଲାଳସାରେ ଲିପ୍ତ ହେଇକି ଥିବ, ସେ ଆସିକି ପଳାଇଥିବେ, ଆମେ କାନ୍ଦିବୁ ନାହିଁ କି ପ୍ରଭୁ କହିଲନି, ହିଣ୍ଟ ବି ଦେଇଥାନ୍ତ ନା କମ ସେ କମ, ତାରିଖ ନଦେଲେ ନ ଦିଅ, ଟିକେ ହେଲେ ଗୋଟେ ଚେତନା ଦେଇନଥାନ୍ତ କି ବୋଲେ ଆମେ କାନ୍ଦିବୁ ବୋଲି, ଆମକୁ ପାପ ବିଚାର ବୋଲି ଭାବିକି ଏଇ ସବୁ ଚିହ୍ନ ଦେଖାଇଲାରୁ, ମୁଁ ଏଠି ଚିହ୍ନ ଜଣାଇଲାରୁ ଲୋକ ଚିହ୍ନଉ ନାହାନ୍ତି, ଆଉ ଭଣ୍ଡ ଶିକ୍ଷା ଏଇଟା ବୋଲୁଛନ୍ତି, ତମର ଇଚ୍ଛା। ତ ରାଜୀବ ଭାଇ କଣ ଶିଖାଉଛନ୍ତି, ତାରିଖ କହୁନାହାନ୍ତି, ଚିହ୍ନ ପ୍ରଭୁ ଦେଖାଇଲେ ଚିହ୍ନକୁ ଧରୁଛୁ। 23 ପର୍ଯ୍ୟନ୍ତ କାହିଁକି, ଆଜି ବି ଆସିଯାଇ ପାରନ୍ତି, କାହାକୁ ଜଣା। ଗତ ବର୍ଷ ବି ଆସିଯିବାର ଥିଲା। ଲାଷ୍ଟ ପଏଣ୍ଟ ରହିଲା ତାରିଖ ଫିକ୍ସ କରିବାଟା। ପ୍ରଭୁ କହିଲେ କୋଉ ଦଣ୍ଡରେ କୋଉ ଦିନରେ କୋଉ ଦଣ୍ଡରେ ଆସିବେ, ପିତା ଛଡା ପୁତ୍ର ବି ଜାଣିନାହାନ୍ତି, ମାନେ ଅର୍ଥ କଣ। ମତେ ପଚାରିଲେ ପିତା ବି ଜାଣିନାହାନ୍ତି ବୋଲି କହିବି, କାରଣ କଣ, ମାନେ ସେ ଅମୁକ ଡେଟ୍ ଫିକ୍ସ କରିନାହାନ୍ତି ବୋଲି କହିଲେ ଚଳେ। ନ ଜାଣିବାଟା ନାହିଁ, କହିବୁ ନାଇଁ କି ମୁଁ କେତେବେଳେ ଆସିବି ମତେ ଜଣା ନାହିଁ, ସେ ମାଇଣ୍ଡ କେମିତି ଥିବ ମୋର, ଯାଇ ରେଡି ଥାଅ ବାସ୍, କେତେବେଳେ ଆସିବେ ସାର୍, ହଁ ଆସିଲେ ସମାନ 10ଟାରେ ପହଞ୍ଚିବା କଥା, କିନ୍ତୁ ଦେଖିବା ବାରଟା ହେବ କି ଘଣ୍ଟେ ହେବ କି ବୋଲା ପରେ ହେବ କି ନାହିଁ, ବେଳେ ବେଳେ ଯିବାଟା କନଫର୍ମ, କିନ୍ତୁ କେତେବେଳେ ସେଟା କହିପାରିବି ନାହିଁ, ମୋର କାମ ବି ଥିବ, ବ୍ୟସ୍ତତା ଥିବ, ଦେଖିକି ମୁଁ ଆସିବି ବୋଲି। ସେମିତି ପ୍ରଭୁ କଣ କହୁଛନ୍ତି, ମାନେ ଯିବାର ଅଛି, ଲକ୍ଷଣ ଚିହ୍ନ, ସେ ମୋମେଣ୍ଟରେ କେତେବେଳେ ଯିବି ମୁଁ ବି ଏବେ ଡିସାଇଡ କରିନାହିଁ, ସେ ମୋମେଣ୍ଟରେ ଦେଖିବା କଣ ହେବ, କିନ୍ତୁ ତୁମେ ମାନେ ଜାଗ୍ରତ ଥାଉ, ପ୍ରସ୍ତୁତ ଥାଉ, ଏତିକି। ସେ ଜାଣିନାହାନ୍ତି ବୋଲି ନାହିଁ, ସେ ଫିକ୍ସ କରିନାହାନ୍ତି ବୋଲି ଅର୍ଥ। ଏବେ ଫିକ୍ସ କରିଦେଇଥିବେ, ଅବଶ୍ୟ ଜାଣି ତ ଥିବେ ହିଁ, କିନ୍ତୁ ସେ କହିବାର ମତଲବ କଣ, ମାନେ ଆସୁ, ସେ ସମୟ ଆସୁ, ଡିସାଇଡ କରିବା, ଫିକ୍ସ କରିବା, ଏବେ କାହିଁକି, ଏବେଠୁ କାହିଁକି ଧରିବ। ତ ପ୍ରଭୁ କହୁଛନ୍ତି ମୁଁ ଯାହା ତାରିଖ ଫିକ୍ସ କରିନି ଏ ପର୍ଯ୍ୟନ୍ତ, ତମେ କାହିଁକି ଫିକ୍ସ କରିକି ବସଛ, ମୁଁ ତ କହିନି, ମୁଁ ତ ନିଜେ ଡିସାଇଡ କରିନି କେବେ ଯିବି ବୋଲି। ଆସିଗଲା ଟାଇମ, ଆସିଗଲା, ରେଡି ହୋ, ଚିହ୍ନ ଯାକ ଚିହ୍ନ ଟିକେ ରେଡି ହୋ, କେତେବେଳେ ମୋର ମୁଡ ଥିବ କି ଜଣା ନାହିଁ, ଯିବା ପାଇଁ ଇଚ୍ଛା ଲାଗିଲା ବାହାରି ପଡିବି, ସେତେବେଳେ ତମେ କାନ୍ଦୁ ନହେଲେ ରେଡି ଥାଅ, ରାତିରେ ଆସିବି ନା ସକାଳକୁ ଆସିବି ଜଣା ନାହିଁ, ଏଇ ବର୍ଷ ନା ଆର ବର୍ଷ ଜଣା ନାହିଁ। ତ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର 23 ବୋଲି ଗୋଟେ ମେଣ୍ଟାଲି ମାଇଣ୍ଡ ସେଟ୍, ଆମେ ଦେଖୁ ଡେଟ୍ ହିସାବରେ ପ୍ରଭୁ କରିନାହାନ୍ତି, କିନ୍ତୁ ପର୍ବର ସଫଳତା ହେଇଛି, ତାରିଖ କହିବେ ବି ନାହିଁ। ଏବେ 23 ତାରିଖରେ କିଛି ନହେଲେ, ଯେତେ ବହୁତ ଲୋକ ଜଗିଥିଲେ, ଜଣେ ଜଣେ ଲୋକ ପୁଣି ସମ୍ପତ୍ତି ସବୁ ବିକି ତ ନେଲା, ପୁଣି ଆଉ ବିକି ଦେଇକି ଗୋଟେ ପଡିଆରେ ବସିଛି ବିଚାରା। ଏମାନେ ହାର୍ଟ ବ୍ରେକ୍ ହେଇଯିବେ, ପାଷ୍ଟର ମାନଙ୍କୁ ଗାଳି କରିବେ, ବାଇବଲକୁ ମିଛ ବୋଲିବେ, ଲାଷ୍ଟକୁ ଯୀଶୁଙ୍କୁ ବି ଅସ୍ୱୀକାର କରିଦେବେ,
এটা ভণ্ড খ্রিস্টর ଚାଲ, ଭଣ୍ଡ ଖ୍ରୀଷ୍ଟର ଜାଲ ଏଟା। ତାରିଖ ପଛକୁ ଯାଆନ୍ତୁ ନାହିଁ, ଚିହ୍ନକୁ ଧରନ୍ତୁ। ଚିହ୍ନ ବି ଦରକାର ନେବେ। ଜିହୁଦୀ କଣ ହେଲେ, ଟ୍ରମ୍ପ କଣ ହେଲେ, ଆଜି ଜଣେ ମତେ କିଏ ଜଣେ ପଠାଇଲେ, ସେ ଜଣକୁ ଗୁଳି ମାରି ଦେଇଛନ୍ତି ଆଗେ ଜଣେ ବକ୍ତାଙ୍କୁ। ସେ ବକ୍ତା କାହିଁକି ହେଲା? ସେ ଜଣେ ପଲିଟିସିଆନ ଟ୍ରମ୍ପର। କାହିଁ ସେ ବାଇବେଲ ପ୍ରଚାର କରିଥିଲା ଆମ ଘରକୁ? ସେମିତି ଭାବିଲ କି? ନା ନା, ସେମିତି ନାହିଁ। ସେଇଟା ଛାଡ, ସ୍ଥା ପଛରେ ଯାଅ ନାହିଁ। ଇଣ୍ଡିଆରେ ସବୁ ରାଜ୍ୟ ମାନଙ୍କରେ ଧର୍ମାନ୍ତିକର ବିଲ୍ ଆସିଗଲା, ବିରୋଧ ବିଲ୍ ଆସିଗଲା। ଜାଗ୍ରତ ହୁଅନ୍ତୁ, ଏଟା ସବୁ ଘଟିବ ହିଁ ଘଟିବ। ଆଉ ଇହୁଦୀ ମାନଙ୍କର, ମୁସଲିମ କଣ୍ଟ୍ରି ମାନଙ୍କର କଟାର ରହି ସବୁ ଉଠିବେ, ଭୟଙ୍କର ସବୁ ହେବାକୁ ଯାଉଛି। ତୃତୀୟ ବିଶ୍ୱଯୁଦ୍ଧ ଆସିବାକୁ ଯାଉଛି, ଭଣ୍ଡ ଖ୍ରୀଷ୍ଟ ଆସିବାକୁ ଯାଉଛି। ମୁଦ୍ରା ସବୁ ରେଡି, ଚିପ୍ଟା ନ୍ୟୁରୋଲିଙ୍କ ସବୁ ରେଡି ହେଇଗଲାଣି ଆଜ୍ଞା। ମଣ୍ଡଳୀ ଯିବାଟା ହିଁ ବାଲାନ୍ସ ଅଛି, କେବେ ଜଣା ନାହିଁ। 23 କଣ 24 କଣ, ସେପ୍ଟେମ୍ବର 23 କଣ, ଅକ୍ଟୋବର 24 ବି ଜଗିବାର, ନଭେମ୍ବର 24 ବି ଜଗିବାର, 2025 କଣ 2026 ବି ଜଗିଥିବାର। ଆଜି କଣ କାଲି ବି ଜଗିଥିବାର ଆଜ୍ଞା। ଖାଲି ଆସିଯିବାର ଥିଲା ବୋଧେ, ଆଜି କାଲି ଆସିନାହାନ୍ତି, ଆଜି ଆଜି ବଞ୍ଚିଲୁ କି ଆରେ ବାବା, ଆଉ ଟିକେ ନିଜକୁ ସଂଶୋଧନ କରିବା, ପ୍ରସ୍ତୁତ କରିବା ବୋଲିବାର। ଆଜି ବି ଆସିଲେ ନାହିଁ, ଖାଲି 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 ଆସିବ ବୋଧେ। ଯୋଗୀ ଯୋଗୀ ଯୋଗିବାଟା ମାନେ କଣ? ଆଉ ଯଦି ଜାଣିଥିବୁ ଅମକ ତାରିଖ ବୋଲି, ଯୋଗିବାଟା କିଛି ନାହିଁ। ଯୋଗୁଛୁ କାରଣ ଆମେ ଜାଣିନୁ ବୋଲି। ରାଇଟ୍?